Have you ever seen this table? Have you ever thought who made this table and why? Why did he make it so difficult for us? ଆରେ ସାର୍, ଆପଣ କଣ କହୁଛନ୍ତି? ସବୁ ମୁଣ୍ଡ ଉପରେ ଉପରେ ପାଇଲା ହେଲା। ତ ତୁମର ମୁଣ୍ଡରେ ସବୁ କିସ ତୁମର ମୁଣ୍ଡ ଉପରେ ଉପରେ ପାଇଲା। ମୁଁ କହିଲି ଯେ ତୁମେ କେବେ ଏଇ ଟେବୁଲଟିକୁ ଦେଖିଛ କି? ଆଉ କେବେ ଭାବିଛୁ କି ଏଇଟା କିଏ ବନେଇଥିଲା ଆଉ କାହିଁକି ବନେଇଥିଲା? ହେଲା, ସେ ବନେଇକି ଆମର ଜୀବନଟାକୁ ପୁରା ଝଣ୍ଡ କରିଦେଇଛି ବୁଝିଲା। ଏଇଟା ଭାବୁଥିବ ତୁମେ ମାନେ କିସ ଏଇଟା ଭାବୁଥିବ ହେଲା। ତ ଚାଲ ଏଇ ବିଷୟରେ ପଢବା ଆଜି। କିଏ ବନେଇଥିଲା ଟେବୁଲଟି, କିଏ ବନେଇଥିଲା ଆଉ କାହିଁକି ବନେଇଥିଲେ ହେଲା, କେବେ ବନେଇଥିଲେ, ଆଉ ହଉଛି ଏଇ ଟେବୁଲଟା ଆମର ପାଇଁ ବନେଇକି ହଉଛି ଆମର ଫାଇଦା ହେଲା ନା ଆମର ହଉଛି କିସ ଜୀବନଟା ଝଣ୍ଡ ହେଲା। ଚାଲ ଆଗକୁ ପଢବା ହେଲା। ତ ହ୍ୟାଲୋ ଡିଆର ଷ୍ଟୁଡେଣ୍ଟସ୍, ମୁଁ ହଉଛି ତୁମର ସଞ୍ଜିତ ସାର୍। ୱେଲକମ୍ କରୁଛି ଆଉ ଗୋଟେ ନୂଆ ଫ୍ରେଶ ଭିଡିଓରେ ହେଲା। ତ ଚାଲ ଲେଟ୍ ନ କରି ଷ୍ଟାର୍ଟ କରିବା। ତ ପିଲେ, ଷ୍ଟାର୍ଟ କରିବା ପୂର୍ବରୁ ତୁମର ଜୋସ୍ ମିଟରଟା ଯେମିତି ଉପରେ ରହୁ ହେଲା। ଯେମିତି ଟିକେ ମୋଟିଭେଟ ହେଇଯାଉ ହେଲା। ଯେମିତି ହଉଛି କି ଭିଡିଓଟି ଦେଖି ସାରିଲା ବେଳକୁ ତୁମର ହଉଛି କି ସବୁ ଡାଉଟ ଏଇ ବିଷୟରୁ କ୍ଲିୟର ହେଇଯାଇଥିବ। ଏଇଟା ହଉଛି ଦଶମ ଶ୍ରେଣୀର ସବୁଠୁ ସହଜ ବିଷୟ ଆଉ ସବୁଠୁ ଛୋଟ ବିଷୟ ବୁଝିଗଲା। ଦଶମ ଶ୍ରେଣୀ ଭୌତିକ ବିଜ୍ଞାନର ଏଇ ମୌଳିକ ଆଉ ମାନଙ୍କର ପର୍ଯ୍ୟାୟ ଶ୍ରେଣୀକରଣ ଏଇ ବିଷୟଟା ହଉଛି ସବୁଠୁ ଛୋଟ ଆଉ ସବୁଠୁ ହଉଛି କି ଇଣ୍ଟରେଷ୍ଟିଂ ଆଉ ହଉଛି ସବୁଠୁ ହଉଛି ସାଧା ହେଲା। ଏଇଟା ତ ତୁମେ ମାନେ ଥରେ ପଢିଦେଲେ ମନେ ରହିଯିବ ବୁଝିଲା। ଥରେ ପଢିଦେଲେ ମନେ ରହିଯିବ। ତାପରେ ହଉଛି କି ଏମିତି କରିଦେଲେ ଫୁଲକୁ ଫୁଲ ମାର୍କ ପାଇଯିବ ବୁଝିଲା। ତ ଚାଲ ଲେଟ୍ ନ କରି ଷ୍ଟାର୍ଟ କରିବା। ତ ଦେଖ ପିଲେ, ତୁମେ ଏଇ ମୌଳିକ ମାନଙ୍କୁ ତ ଶୁଣିଥିବ ହେଲା। ସାର୍ ମୌଳିକ କିଛି ଜାଣିନେ, ମୌଳିକ କିଛି ଜାଣିନେ ମନେ ପକାଅ। ଲାଷ୍ଟ କ୍ଲାସରେ କିସ କହିଥିଲି? ଲାଷ୍ଟ କ୍ଲାସରେ କହିଥିଲି ଯେ ଲାଷ୍ଟ କ୍ଲାସରେ କହିଥିଲି ଆମର ହଉଛି ମୌଳିକ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି? ମୌଳିକ ମାନଙ୍କୁ ତିନି ଭାଗରେ। ଗୋଟେ ହଉଛି ଧାତୁ, ଅଧାତୁ ଆଉ ଗୋଟେ ହଉଛି କିସ ମିଶ୍ର ଧାତୁ ବୁଝିହେଲା। ଏଇ ମୌଳିକ ମାନେ କିସ? ମୌଳିକ ମାନେ ହଉଛି ପଦାର୍ଥ ବୁଝିହେଲା। ଏମାନେ ହଉଛନ୍ତି କିସ ପଦାର୍ଥ, ଯୋଉମାନଙ୍କୁ ହଉଛି ପଦାର୍ଥକୁ ଶୁଣିଥିଲ ହଉଛି ପଦାର୍ଥକୁ କେତେ ଭାଗରେ ବିଭକ୍ତ କରାଯାଇଛି? ଦୁଇ ଭାଗରେ। ଗୋଟେ ହଉଛି ବିଶୁଦ୍ଧ ଆଉ ଗୋଟେ ହଉଛି କିସ ମିଶ୍ରଣ। ବିଶୁଦ୍ଧ ପଦାର୍ଥକୁ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟେ ହଉଛି ମୌଳିକ ଆଉ ଗୋଟେ ହଉଛି ଯୌଗିକ। ସେଇ ମୌଳିକ କଥା କହୁଛି ହେଲା। ଆମର ଦୁନିଆରେ କେତେଟା ମୌଳିକ ଅଛନ୍? 118ଟା ମୌଳିକ ଅଛନ୍ ବୁଝିହେଲା। ଏଇ ନାଁରେ ଆବିଷ୍କାର ଚାଲିଛି ବୁଝିପାରିଲ। ଚାଲ ଦେଖବା ଏଇ ବିଷୟରେ କଣ କଣ ପଢବା ହେଲା। ଆଗକୁ ଯେ ପଢବା ଏ ବିଷୟରେ କଣ କଣ ପଢବା ବୁଝିହେଲା। ଆମେ ପଢବା ହଉଛି ପ୍ରଥମ ହଉଛି ପର୍ଯ୍ୟାୟ ଶ୍ରେଣୀକରଣ କିସ ଜିନିଷଟା, କିଏ କିଏ ପର୍ଯ୍ୟାୟ ଶ୍ରେଣୀକରଣ ବାହାର କରିଥିଲେ ବୁଝିହେଲା। ଆଉ ପର୍ଯ୍ୟାୟ ଶ୍ରେଣୀକରଣ କାହିଁକି ପଢିବା ବୁଝିହେଲା। ପର୍ଯ୍ୟାୟ ଶ୍ରେଣୀକରଣ କଣ ପାଇଁ ଦରକାର ହେଲା ସେଗୁଡା ପଢବା। ତାପରେ ପଢବା ହଉଛି ଏଇଗୁଡା ହେଲା। ତାପରେ ଏଇଗୁଡା ପଢବା ବୁଝିପାରିଲ। ତ ଚାଲ ହେଡିଙ୍ଗ ଦିଅ ଲେଟ୍ ନ କରି। ମୌଳିକର ପର୍ଯ୍ୟାୟୀକରଣ କାହାକୁ କୁହାଯାଏ? ପର୍ଯ୍ୟାୟୀକରଣ ମାନେ ହଉଛି ବର୍ଗୀକରଣ। ବର୍ଗୀକରଣ ଯୋଉଟା, ପର୍ଯ୍ୟାୟୀକରଣ ସେଇଟା ବୁଝିହେଲା। ବର୍ଗୀକରଣ ଯୋଉଟା, ପର୍ଯ୍ୟାୟୀକରଣ ସେଇଟା ବୁଝିହେଲା। ତ ମନେ ରଖ, ପର୍ଯ୍ୟାୟୀକରଣ ମାନେ ହଉଛି ସଜେଇବା କିଛି ଜିନିଷକୁ ହଉଛି କି ଅଲଗା ଅଲଗା ଜାଗାରେ ସଜେଇବାକୁ କିସ କୁହାଯାଏ? ପର୍ଯ୍ୟାୟୀକରଣ ହେଲା। ଯେମିତି ହଉଛି ଗୋଟେ ଏକ୍ସାମ୍ପଲ ଦଉଛି। ତୁମେ ଦୋକାନ ଯାଅ ହେଲା। ଦୋକାନ ଯାଅ, ଦୋକାନରେ ହଉଛି ଭିନେ ଭିନେ ଥାକ ଥିବ ବୁଝିହେଲା। ଭିନେ ଭିନେ ଥାକ ଥିବ। ଏଇ ଥାକରେ ରଖା ହେଇଥିବ ସାବୁନ, ଏଇ ଥାକରେ ରଖା ହେଇଥିବ ତେଲ, ଏଇ ଥାକରେ ରଖା ହେଇଥିବ ହଉଛି ବିସ୍କୁଟ, ଏଇ ପାଖରେ ରଖା ହେଇଥିବ ମିକ୍ସଚର ହେଲା। ଆଉ ଏଇ ଥାକରେ ରଖା ହେଇଥିବ ଆମର କିସ ବହି ଖାତା ବୁଝିହେଲା। ଏଇଠି ହଉଛି ଏ, ଆମର ଅଲଗା ଜିନିଷ ରଖା ହେଇଥିବ ବୁଝିହେଲା। ଏଇଟା ସୁବିଧା ହଉଛି ନା ହଉଛି ଆଉ ଗୋଟେ ଦୋକାନରେ ହେଲା। ଆଉ ଗୋଟେ ଦୋକାନ ଅଛି, ଏଇଠି ଗୋଟେ ପେଟି ରଖି ଦେଇଛି ସିଏ ହେଲା। ସେଇ ପେଟିରେ ସବୁ ମାନେ ଢାଳି ଦେଇଛି ସାବୁନ, ବହି ଖାତା, ତାପରେ ହଉଛି ପେନସିଲ, ତାପରେ ହଉଛି କିସ ଆମର ତେଲ ଫେଲ ସବୁ ସେଇ ଗୋଟେ ପେଟିରେ ଅଛି ବୁଝିହେଲା। ତ କୁହ ନା କୋଉ ଦୋକାନୀକୁ ସୁବିଧା ହବ ମାନେ ଜଲ୍ଦି ଦେବା ପାଇଁ ଜିନିଷ? ଭେରି ଗୁଡ, ଏଇ ଦୋକାନୀକୁ ହେଲା। ଏଇ ଦୋକାନୀ ହଉଛି କିସ, ତୁମେ ସାବୁନ ମାଗିଲେ ସେ ତେଲ ଦେଇ ଦଉଥିବ, ତେଲ ମାଗିଲେ ସେ ସାବୁନ ବାହାରି ଦଉଥିବ ବୁଝିହେଲା। ତ ୟାକୁ ହଉଛି ବହୁତ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡିବ। ତେଣୁ ହଉଛି ସେଇଟା ବର୍ଗୀକରଣ ସୁବିଧା ହେଲା ହେଲା। ସେମିତି ଆଉ ଗୋଟେ ଏକ୍ସାମ୍ପଲ ଦଉଛି। ତୁମର ମାନେ ଦେଖିଥିବ, ତୁମର ମାନଙ୍କର ତ ହ୍ୱାଟ୍ସଆପ ଗ୍ରୁପ ଥିବ। ହ୍ୱାଟ୍ସଆପ ଗ୍ରୁପ ଥିବ ବୁଝିହେଲା। ହ୍ୱାଟ୍ସଆପ ଗ୍ରୁପ ଥିବ ନା ନାଇଁ? ଥିବ ନିହାତି ହେଲା। ତ ସାର୍ ମାନେ ଯେ ହ୍ୱାଟ୍ସଆପ ଗ୍ରୁପ ବନେଇ ଦେଇଛନ୍, 9 କ୍ଲାସ ପିଲା ପାଇଁ ଅଲଗା ବନେଇଥିବେ ଗ୍ରୁପ, 10 କ୍ଲାସ ପିଲା ପାଇଁ ଅଲଗା ବନେଇଥିବେ, 11 କ୍ଲାସ ପାଇଁ ଅଲଗା ବନେଇଥିବେ, ଆମର 8 ପାଇଁ ଅଲଗା ବନେଇଥିବେ। ପୁଣି 9ର ହଉଛି କିସ, 9ର ପୁଣି ଅଲଗା ଅଲଗା ଗ୍ରୁପ ଥିବ। 9 କ୍ଲାସର ଗ୍ରୁପ ଥିବ, ପୁଣି ହଉଛି କିସ ଇଂଲିଶ ପାଇଁ ଅଲଗା ଗ୍ରୁପ, ଓଡିଆ ପାଇଁ ଅଲଗା ଗ୍ରୁପ ହେଲା। ଆଉ ହଉଛି ଆମର 10 କ୍ଲାସର ବି କିସ ଇଂଲିଶ ପାଇଁ, ଓଡିଆ ପାଇଁ ଅଲଗା ଅଲଗା ଗ୍ରୁପ ବନେଇଥିବେ। ତ କୁହ ନା, ଯଦି ସେମାନେ ମିଶେଇକି ବନେଇ ଦେଇଥାନ୍ତେ ହେଲା, ଗୋଟେ ଗ୍ରୁପ ବନେଇଥାନ୍ତେ, ସବୁ ପିଲା ମିଶିକି ରହିଥାନ୍ତେ, 9ର ବି 8ର ବି ଆଉ ହଉଛି
11 ର ବି 10 ର ବି ଆଉ ହଉଛି ଇଂଲିଶ ଓଡିଆ ସବୁ ମିଶିକି ରହିଥାନ୍ତା, କିସ ଅସୁବିଧାର ସମ୍ମୁଖୀନ ହେଇଥାନ୍ତା ତୁ କହନା ସାର୍ ମାନଙ୍କୁ। ନିହାତି ଅସୁବିଧା ହେଇଥାନ୍ତା। କାରଣ ହଉଛି କିସ ସେମାନେ ହଉଛି ଜାଣି ପାରିନଥାନ୍ତେ ହେଲା। ଜାଣି ପାରିନଥାନ୍ତେ ହଉଛି କାହାର ପାଇଁ ନୋଟିସ ଆସିଛି, ପିଲାମାନେ ଜାଣି ପାରିନଥାନ୍ତେ ଯେ କିସ ଆମର ପାଇଁ ନୋଟିସ ନା 10 କ୍ଲାସ ପିଲାମାନଙ୍କ ପାଇଁ ନୋଟିସ ହେଲା, ଜାଣି ପାରିନଥାନ୍ତେ, କଷ୍ଟକର ହେଇଥାନ୍ତା ହେଲା। ତ ସେଇ ପାଇଁ ହଉଛି ବର୍ଗୀକରଣର ଆବଶ୍ୟକତା ରହିଛି ହେଲା। ତ ଆମେ ଏଠି ପଢବା ହଉଛି ମୌଳିକ ମାନଙ୍କର ଆବଶ୍ୟକତା, ବୁଝିହେଲା। ମୌଳିକ ମାନଙ୍କର ଆବଶ୍ୟକ କଣ ପାଇଁ ବର୍ଗୀକରଣର ଆବଶ୍ୟକତା ରହିଛି ବୁଝିହେଲା। ତ ଲେଖିଦେଇଛି ପିଲା, ପର୍ଯ୍ୟାୟୀକରଣ ହଉଛି ନିଜର ସୁବିଧା ପାଇଁ କୌଣସି ଜିନିଷ ଏକ ପ୍ରକାର ଗୁଣ ଥିବା ଜିନିଷକୁ ଏକାଠି ସଜେଇବାକୁ କିସ କୁହାଯାଏ, ପର୍ଯ୍ୟାୟୀକରଣ, ବୁଝିହେଲା। କୌଣସି ଜିନିଷକୁ ଏକ ପ୍ରକାର ଜିନିଷକୁ ଏକାଠି ସଜେଇବା ପ୍ରଣାଳୀକୁ କିସ କୁହାଯାଏ, ପର୍ଯ୍ୟାୟୀକରଣ, ବୁଝିହେଲା। ଏଇଟା କଣ ପାଇଁ ଦରକାର ଦେଖ ହେଲା, ମୌଳିକ ମାନଙ୍କର ଯେ ପର୍ଯ୍ୟାୟୀକରଣ ପଢବା ଏଇନା, ସେଟା କଣ ପାଇଁ ଦରକାର, ମୌଳିକ ମାନଙ୍କର ପର୍ଯ୍ୟାୟୀକରଣ କଣ ପାଇଁ ଦରକାର ହେଲା। ଆମର ପୃଥିବୀରେ କେତେଟା ମୌଳିକ ପଦାର୍ଥ ଅଛି ରେ ପିଲେ? ଭେରି ଗୁଡ, 108ଟା, ବୁଝିହେଲା। ଏବେ 121 ଟାରୁ ବେଶୀ ହେଇଯାଇଛି ହେଲା। 108ଟା ମୌଳିକ ପଦାର୍ଥ ଅଛି। ତ କୁହ ନା, ସେମାନେ ଯଦି 108ଟା ମୌଳିକ ପଦାର୍ଥ ଥାନ୍ତା ହେଲା, ତୁମକୁ ମାନେ ଏଇନା ବି ସଜା ହେଇନଥାନ୍ତା, ବୁଝିହେଲା। 108ଟା ମୌଳିକ ପଦାର୍ଥ ଥାନ୍ତା ଏଇନା ବି ଯଦି ଆମର ସାଇଣ୍ଟିଷ୍ଟ ମାନେ ନ ଆସିକି ସଜେଇ ନଥାନ୍ତେ ହେଲା, ମାନେ ସଜେଇ ନଥାନ୍ତେ, ତେବେ ଆମକୁ କିସ ଅସୁବିଧା ହେଇଥାନ୍ତା ଦେଖ। ଆମକୁ ପ୍ରତ୍ୟେକ ମୌଳିକ ବିଷୟରେ ପଢିବା ପାଇଁ ପଡିଥାନ୍ତା ହେଲା। ପ୍ରତ୍ୟେକ ମୌଳିକ ବିଷୟରେ ପଢିଥାନ୍ତେ, ଯେମିତି ହଉଛି ହାଇଡ୍ରୋଜେନ ବିଷୟରେ ପୁରା ପଢିଥାନ୍ତେ, ତାପରେ ହଉଛି ହିଲିୟମ ବିଷୟରେ ପୁରା ପଢିଥାନ୍ତେ ହେଲା। ଯଦି ଏମିତି ପଢିଥାନ୍ତେ କିସ ହେଇଥାନ୍ତା ଆମର ଅସୁବିଧା। ଏମିତି ଯଦି ପଢିଥାନ୍ତେ, ତାପରେ କିସ ପଢି ସାରିଲା ବେଳକୁ ଆମର ମୁଣ୍ଡଟା କିସ ହେଇଥାନ୍ତା, ପାଗଲା ହେଇଥାନ୍ତା, ବୁଝିପାରିଲ। ତ ସେଇ ପାଇଁ ସାଇଣ୍ଟିଷ୍ଟ ମାନେ ଆସିଗଲେ, ବୁଝିହେଲା। ଆମର ଭଗବାନ ସାଇଣ୍ଟିଷ୍ଟ ମାନେ ଆସିଗଲେ, ବୁଝିହେଲା। ସାଇଣ୍ଟିଷ୍ଟ ମାନେ କହିଲା ଟେନସନ ନିଅନି ଫ୍ୟୁଚର ପିଲା, ଆମେ ଏଇନାରୁ ତୁମକୁ ସଜେଇକି ରଖୁଛେ, ଆମେ ଏଇନାରୁ ସଜେଇକି ରଖୁଛେ ମୌଳିକ ମାନଙ୍କୁ, ଯାହା ଦ୍ଵାରା ହଉଛି ତୁମ ମାନଙ୍କୁ କଷ୍ଟ ହବନି ପଢବା ପାଇଁ, ବୁଝିହେଲା। ତ ସେଇ ପାଇଁ ହଉଛି ସେଇ ସାଇଣ୍ଟିଷ୍ଟ ମାନଙ୍କୁ ରାଗବନି, ଯୋଉମାନେ ସଜେଇଥିଲେ, ଯୋଉମାନେ ଏଇ ବର୍ଗୀକରଣ କରିଥିଲେ, ସେମାନଙ୍କୁ ଜମାରୁ ରାଗବନି, ନହେଲେ ହଉଛି ମନେ ମନେ ଗାଳି ଦଉଥିବ ସାଇଣ୍ଟିଷ୍ଟ, ଏଗୁଡା ହଉଛି ବାହାରେଇକି ମୋ ଜୀବନଟା ହଉଛି ଇଏ ଝଣ୍ଡ କରିଦେଲା, ବୁଝିହେଲା। ତୁମେ ଭୁଲ ଭାବୁଛ, ସେମାନେ କିସ, ସେମାନେ ହଉଛି ତୁମର ପଢାଟାକୁ ସହଜ କରିଦେଇଛନ୍ତି। ଆଉ ନହେଲେ ହଉଛି ଆଜି ପଢିଥାନ୍ତ ହାଇଡ୍ରୋଜେନ ର ବିଷୟରେ ପଢିଥାନ୍ତ, ହିଲିୟମ ବିଷୟରେ ପଢିଥାନ୍ତ, ବୁଝିହେଲା। ତାର ପଢି ସାରିଲା ପରେ କିସ, ପଢି ପରେ ଦିମାଗର ଦହି ନିକଲି ଯାଇଥାନ୍ତା, ବୁଝିହେଲା। ତ ଚାଲ ପଢି ଦଉଛି କାହିଁକି ଆବଶ୍ୟକତା ରହିଛି ବର୍ଗୀକରଣ। ପୃଥିବୀରେ 100ରୁ ଅଧିକ ମୌଳିକ ପଦାର୍ଥ ଅଛି। 100ରୁ ଅଧିକ ମାନେ କେତେ, 101 ନା, କେତେଟି ଅଛି ମୌଳିକ ପଦାର୍ଥ ଭୁଲି ଯାଉଛ ବାରମ୍ବାର। ପୃଥିବୀରେ ମୌଳିକ ପଦାର୍ଥ ଅଛି 118ଟି ହେଲା। 118ଟି ବାହାର ହେଇଛି, ଧୀରେ ଧୀରେ ଆହୁରି ବାହାରି ଚାଲିଛି, ବୁଝିହେଲା। ତେଣୁ ସେଗୁଡିକୁ ଅଲଗା ଅଲଗା ପଢିବା ହଉଛି କଷ୍ଟକର, ନିହାତି କଷ୍ଟକର, ବୁଝିହେଲା। ତେଣୁ ସମାନ ଗୁଣ ଥିବା ମୌଳିକ ମାନଙ୍କୁ ଏକାଠି ମାନେ ଲେଖବା ପାଇଁ, ବୁଝିହେଲା, ଲେଖିଲେ କିସ ହୁଏ, ପଢବା ପାଇଁ ସହଜ ହୁଏ, ବୁଝିହେଲା। ପଢବା ପାଇଁ ଜାଣବା ପାଇଁ ସହଜ ହୁଏ ହେଲା। ଯଦି ଏକା ଏକା ଗୁଣ ଥିବା ମୌଳିକ ମାନଙ୍କୁ ଏକାଠି ଲେଖିଦେଲ, ତେବେ ହଉଛି ସେଇ ଜାଗାରେ ହଉଛି ଯେତେ ମୌଳିକ ଥିବେ ସେମାନଙ୍କର ହଉଛି କି ଏକା ଗୁଣ ରହିଛି, ତେବେ ଗୁଟେର ଗୁଣ ଜାଣି ପକେଇଲେ ହଉଛି କି ସମସ୍ତଙ୍କର ଗୁଣ ଜାଣିପାଇଲ, ବୁଝିପାରିଲ। ଯେମିତି ଏକ୍ସାମ୍ପଲ ହେଲା, ଏକ୍ସାମ୍ପଲ ଆମର ହଉଛି ବିଶାଲ, ବିଶାଲ ମେଗାୱାଟ ହେଲା, ବିଶାଲ ମେଗାୱାଟ, ବୁଝିପାରିଲ। ଏଇଠି ଅଛି ଏଇ ସେକ୍ସନ ରେ ଅଛି ଆମର ଡ୍ରେସ ହେଲା, ଏଇ ସେକ୍ସନ ରେ ଅଛି ଫୁଡ, ଏଇ ସେକ୍ସନ ରେ ଅଛି ଆମର କିସ, ମେକଅପ୍, ଏଇ ସେକ୍ସନ ରେ ଅଛି ଆମର ଇଲେକ୍ଟ୍ରୋନିକ୍ସ, ବୁଝିହେଲା, ଇଲେକ୍ଟ୍ରୋନିକ୍ସ। ତ କୁହନା, ଆମର ଯଦି ଗୋଟେ ଡ୍ରେସ ଟା ହେଲା, ଡ୍ରେସ ବିଷୟରେ ଯଦି ମୁଁ ସବୁ ଗୋଟେ ଗୋଟେ ଜିନିଷ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି ହେଲା। ଡ୍ରେସ ତ ବହୁତ ପ୍ରକାର ଅଛି ନା, ତୁଳାର, ଉଲର, ସୂତାର ହେଲା। ତାପରେ ହଉଛି ଯଦି ସବୁ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି, ବହୁତ ଡେରି ଲାଗିଥାନ୍ତା। କିନ୍ତୁ ସେଇଟାକୁ ଯଦି ମୁଁ ଅଲଗା ମାନେ ଇଏ କରିକି ଏଇଠି ରଖିଦିଏ ଡ୍ରେସ ସେକ୍ସନ ରେ, ତେବେ ହଉଛି କି ମୁଁ ଜାଣିବି ଯେ ଏଇଟା ଗୋଟେ ଡ୍ରେସ, ବୁଝିହେଲା। ଏଇଟାକୁ ପିନ୍ଧାଯାଏ, ଜାଣିପାରିଲି ସହଜରେ। ସେମିତି ଫୁଡ, ଫୁଡ ହେଲା, ବିସ୍କୁଟ ମିକ୍ସଚର ଅଛି, ବୁଝିହେଲା। ଯଦି ମୁଁ ବିସ୍କୁଟ ବିଷୟରେ ଅଲଗା ପଢିଥାନ୍ତି, ମିକ୍ସଚର ବିଷୟରେ ଅଲଗା ପଢିଥାନ୍ତି, ତେବେ ହଉଛି ଲେଟ୍ ହେଇଥାନ୍ତା। ସେଇ ପାଇଁ କି ଏମାନଙ୍କୁ ଫୁଡ ସେକ୍ସନ ରଖା ହେଇଛି। ତା ମାନେ ହଉଛି ଯଦି କୌଣସି ବି ଫୁଡ ଦରକାର ହେଲେ ଯାଇକି ଏଇଠି ଖୋଜିବ, ଆମର ଏଇଠି ଖୋଜିବା ଫୁଡ ସେକ୍ସନ ରେ, ବୁଝିହେଲା। ସେଇ ପାଇଁ ହଉଛି ମୌଳିକ ମାନଙ୍କୁ ପର୍ଯ୍ୟାୟୀକରଣର, ସେମିତି ମୌଳିକ ମାନଙ୍କର କିସ ପର୍ଯ୍ୟାୟୀକରଣ କରାଯାଏ, ବୁଝିହେଲା। ଯାହା ଦ୍ଵାରା ହଉଛି ମୌଳିକ ମାନଙ୍କୁ ଖୋଜିବା ପାଇଁ ସହଜ ସହଜ ହୁଏ, ବୁଝିହେଲା। ତ ଚାଲ ଆଗକୁ ଯିବା ହେଲା। ତ ହଉଛି ପ୍ରଥମ ସଜେଇବା ପାଇଁ କିଏ ଚେଷ୍ଟା କରୁଥିଲେ, ବୁଝିହେଲା। ପ୍ରଥମ ସଜେଇବା ପାଇଁ ଚେଷ୍ଟା କରୁଥିଲେ ଯେ ଆମର ଡୁବେରିନ୍ ହେଲା। ଡୁବେରିନ୍ ଜଣେ ସାଇଣ୍ଟିଷ୍ଟ, ଯିଏ ହଉଛି କିସ ଆମକୁ ପ୍ରଥମେ ଦୟା ଦେଖିଥିଲେ ହେଲା। ସେ ହଉଛି ଦିନେ ହଉଛି ବସିକି ଭାବୁଥିଲେ, ଦେଖି ପକେଇଲେ ଏତେ ଗୁଡା ମୌଳିକ ଅଛ ହେଲା, ଏମାନଙ୍କୁ ସଜେଇଦେବି, ଯାହା ଫଳରେ ହଉଛି ମୋର ଛୁଆ ମାନେ ଯେତେବେଳେ ପାଠ ପଢିବେ ସେମାନଙ୍କୁ ବେଶୀ କଷ୍ଟ କରିବା ପାଇଁ ପଡବନି, ବୁଝିହେଲା।
ତ ସିଏ ଷ୍ଟାର୍ଟ କରିଦେଲେ ସଜେଇବା ପାଇଁ ବୁଝିହେଲା। ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚନ ପଢୁ କିସ ପଢବା କହନା। ଡୁବେରିନ୍ କେମିତି ମୌଳିକ ମାନଙ୍କୁ ସଜେଇଥିଲେ ଆଉ ତାଙ୍କର କିସ ଭୁଲ ରହିଗଲା ବୁଝିହେଲା। ତାଙ୍କର କିସ ଭୁଲ ରହିଗଲା। ତାପରେ ହଉଛି ଡୁବେରିନ୍ଙ୍କ ପରେ ଆଉ ଜଣେ ସାଇଣ୍ଟିଷ୍ଟ ଆସିଲେ, ତାଙ୍କ ନାମ ହଉଛି ନ୍ୟୁଲାଣ୍ଡ ବୁଝିହେଲା। ନ୍ୟୁଲାଣ୍ଡ ତାଙ୍କର ନିୟମ ବାହାର କରିକି ସଜେଇଲେ ଗୋଟେ। ତାପରେ ହଉଛି କିସ ପୁଣି ତାଙ୍କର ନିୟମ ବି ଫେଲ ହେଇଗଲା। ତାପରେ ହଉଛି ଆସିଲା ହଉଛି ଆମର ମେଣ୍ଡେଲିଭ ହେଲା। ମେଣ୍ଡେଲିଭ ବି ଜଣେ ସାଇଣ୍ଟିଷ୍ଟ। ସିଏ ଆସିଲେ, ସିଏ କହିଲେ ଛାଡ ତୁମେ ମାନେ ପାରବନି, ମୁଁ ସଜେଇବି ବୁଝିହେଲା। ସିଏ ବି ସଜେଇବା ପାଇଁ ଷ୍ଟାର୍ଟ କଲେ। କଲେ ହେଲା। ତ ହଉଛି ସିଏ ଅଧା ସକ୍ସେସ ହେଇଗଲା ବୁଝିହେଲା, ଅଧା ସକ୍ସେସ ହେଇଗଲେ। ତାପରେ ସିଏ ବି ହାର ମାନିଗଲେ ହେଲା, ସିଏ ବି ଫେଲ ହେଇଗଲେ ବୁଝିହେଲା। ତାପରେ ଆସିଲେ ହଉଛି କିସ, ତାପରେ ଆସିଲେ ଆମର ମେନ୍ ହିରୋ, ଯିଏ ତାଙ୍କର ନାମ ହଉଛି କିସ ହେନରୀ ମସିଲି ବୁଝିହେଲା। ସିଏ ତାଙ୍କର ମାନେ ବାହାର କଲେ ହେଲା। ସିଏ ବାହାର କଲେ, ସିଏ ପୁରା ସକ୍ସେସ ପାଇଗଲେ, ଯେଟା କି ଆମେ ହଉଛି କିସ ଏଇନା ପଢୁଛୁ ହେଲା। ତ ତୁମେ ମାନେ ପିଲେ ଭବିଷ୍ୟତରେ ତୁମେ ମାନେ ଯଦି ସାଇଣ୍ଟିଷ୍ଟ ବାହାର କରିଦବ ହେଲା, ମଣିଷର କାମ ହଉଛି କିସ ଆଉ ଜଣକାର ଦୋଷକୁ ବାଛିବା। ମଣିଷର କାମ ହଉଛି କିସ ଆଉ ଜଣକାର ଦୋଷକୁ ବାଛିବା ହେଲା। ଏଇଟା ହଉଛି ମଣିଷର ପ୍ରକୃତି। ସେମିତି ତୁମେ ଯେତେବେଳେ ବଡ ହେଇଯିବ, ତୁମେ ବି ଯଦି ମାନେ କିସ ସାଇନ୍ସ ନେଇକି ପଢିଲ, ତେବେ ହଉଛି ତୁମେ ହେନରୀ ମସଲିଙ୍କର ଦୋଷକୁ ନିହାତି ବାଛିବା ପାଇଁ ଲାଗିଯିବ ହେଲା। ତୁମେ ବି ଯଦି ସାଇଣ୍ଟିଷ୍ଟ ହେଇଗଲ, ତୁମେ ବି କିସ ହେନରୀ ମସଲିଙ୍କ ହଉଛି ଦୋଷକୁ ବାଛିବା ପାଇଁ ଲାଗବ। ସେ କିସ ଭୁଲ କହିଛନ୍ ହେଲା। ଏଇନା ସିନା କହୁଛେ ଆମେ ଠିକ କହିଛନ୍ ବୋଲି ହେଲା, କିନ୍ତୁ ଭବିଷ୍ୟତରେ ତୁମେ ସାଇଣ୍ଟିଷ୍ଟ ହେଇକି କହିବ ହେନରୀ ମସଲି କିସ ଭୁଲ କହୁଛନ୍ ବୁଝିହେଲା। ତାପରେ ତୁମେ ହଉଛି କି ତୁମର ନାମରେ ବି ଗୋଟେ ବାହାରିଯିବ ହଉଛି, ଧରାଯାଉଛି ତୁମର ନାମରେ ବି ଗୋଟେ ପର୍ଯ୍ୟାୟ ଶ୍ରେଣୀକରଣ ବାହାରିଯିବ ବୁଝିହେଲା। ତ ମଣିଷର ପ୍ରକୃତି ହଉଛି କି ଭୁଲ ବାଛିବା ହେଲା। କିନ୍ତୁ ଆମେ ଯୋଉଟା ପଢୁଛେ ଆଜି, ସେଇଟା ହଉଛି ହେନରୀ ମସଲିଙ୍କର ହଉଛି କି ପର୍ଯ୍ୟାୟକରଣ, ମାନେ ହଉଛି ତାଙ୍କର ତ୍ରୁଟି ବାହାରିନି ହେଲା। ଯେ ବାହାରିବନି ବୋଲି ଗ୍ୟାରେଣ୍ଟି ନୁହଁ ହେଲା, ଭବିଷ୍ୟତରେ ବାହାରି ପାରେ ତ୍ରୁଟି, ଯେତେବେଳେ ତୁମେ ମାନେ ଭେରି ଭେରି ଇଣ୍ଟେଲିଜେଣ୍ଟ ହେଇଯିବ ହେଲା। ତ ପଢବା ହଉଛି ଆଧୁନିକ ପର୍ଯ୍ୟାୟ ଶ୍ରେଣୀକରଣ। ଏତିକି ପଢିଦେଲେ ପିଲା ଆମର ବିଷୟଟା କିସ ହେଇଯିବ, ଖତମ ହେଇଯିବ। ତ ଏଇ ବିଷୟରୁ ଆସିବ ହଉଛି ଅଧିକାଂଶ ଲଙ୍ଗ କ୍ୱେଶ୍ଚନ ଆସିପାରେ ହେଲା, କିମ୍ବା ହଉଛି ସର୍ଟ କ୍ୱେଶ୍ଚନ ବହୁତ କମ ହେଲା। ସର୍ଟ କ୍ୱେଶ୍ଚନ ଗୋଟେ ଦୁଇଟା ଆସିପାରେ ବୁଝିହେଲା। ତ ଚାଲ ପଢବା ହଉଛି ନ୍ୟୁଲାଣ୍ଡ। ପ୍ରଥମ ହଉଛି କି ଡୁବେରିନଙ୍କ ପରମାଣୁ ତତ୍ତ୍ୱ, ବା ସରି ଡୁବେରିନଙ୍କ ଟ୍ରାଏଡ ସମୂହ, ଲଙ୍ଗ କ୍ୱେଶ୍ଚନ ହେଲା। ତ ହଉଛି ଯୋଉମାନେ ଶୋଇକି ଦେଖୁଛ ସେମାନେ ଉଠି ଯାଅ ହେଲା, ଉଠିକି ହଉଛି କି ପୁରା ମୋଟିଭେସନ ହେଇଯାଉ ବୁଝିହେଲା। ମୋଟିଭେସନ ହେଇଯାଉ। ठुकरा के मेरा प्यार मेरा इंतकाम देखिए ହେଲା। ପୁରା କିସ 10th ରେ ହଉଛି ପୁରା ଫୁଲ କୁ ଫୁଲ ମାର୍କ ରଖି, 11 ରେ ବି ଫୁଲ କୁ ଫୁଲ ମାର୍କ ରଖିକି କିସ ଆଇଏଏସ୍ ଓଏଏସ୍ କି ସାଇଣ୍ଟିଷ୍ଟ ହବ ବୁଝିହେଲା। ତ ଚାଲ ଡୁବେରିନ ଜଣେ ସାଇଣ୍ଟିଷ୍ଟ। ତାଙ୍କର ଘର କୋଉଠି ଦେଖିଦବା ଫାଷ୍ଟ ହେଲା। ଡୁବେରିନ ଜଣେ ସାଇଣ୍ଟିଷ୍ଟ, ତାଙ୍କର ଘର ହଉଛି ଆମର ଜର୍ମାନ ବୁଝିହେଲା। ଜର୍ମାନ। ଡୁବେରିନ ଜଣେ ସାଇଣ୍ଟିଷ୍ଟ, ତାଙ୍କର ଘର ହଉଛି କିସ ଜର୍ମାନ ବୁଝିହେଲା। ସେ ହଉଛି ଜଣେ ହଉଛି ଭେଷଜ ବିଜ୍ଞାନ ହେଲା, ସେ ଭେଷଜ ବିଜ୍ଞାନ ର ହଉଛି ଜଣେ ବୈଜ୍ଞାନିକ ଥିଲେ ହେଲା। ତାପରେ ହଉଛି ରସାୟନିକ ଅଧ୍ୟୟନରେ ସେ କରିଥିଲା, ରସାୟନ ବିଜ୍ଞାନ ମଧ୍ୟ ଅଧ୍ୟୟନ କରିଥିଲେ ବୁଝିହେଲା। ତ ତାଙ୍କର ଉପରେ ବିଷୟରେ ଟିକେ ବେଶୀ ପଢବାନି ହେଲା। ତାଙ୍କର ବିଷୟରେ ବେଶୀ ପଢବାନି, ତାଙ୍କର କିସ ଦେଇଥିଲେ ସେଇ ବିଷୟରେ ପଢବା ବୁଝିହେଲା ହେଲା। ତାପରେ ମନେ ରଖ ପ୍ଲାଟିନମ ସମ୍ବନ୍ଧରେ ସେ ପ୍ରଥମେ ପର୍ଯ୍ୟବେକ୍ଷଣ କରିଥିଲେ। ପ୍ଲାଟିନମ ଗୋଟେ ଧାତୁ, ସେ ବିଷୟରେ ପ୍ରଥମ ପର୍ଯ୍ୟବେକ୍ଷଣ କିଏ କରିଥିଲେ, ଆମର ଡୁବେରିନ ବୁଝିହେଲା। ତ ଦେଖ ତାଙ୍କର ପର୍ଯ୍ୟାୟ ଶ୍ରେଣୀକରଣ ପଢବା, ଟ୍ରାଏଡ କିସ ହେଲା ସେଗୁଡା ପଢବା ବୁଝିହେଲା। ତ ହଉଛି ଟ୍ରାଏଡ ହଉଛି କିସ କହନା, ଦେଖ ପଢି ଦଉଛେ। ମୌଳିକ ମାନଙ୍କୁ ସଜିବା ପାଇଁ ପ୍ରଥମେ କିଏ ଟ୍ରାଏ କରିଥିଲେ ରେ, ଆମର ଡୁବେରିନ ହେଲା। ଡୁବେରିନ ଟ୍ରାଏ କରିଥିଲେ। ସେ କିସ କରିଥିଲେ କହନା, ସେତେବେଳେ ହଉଛି ଆମର ଡୁବେରିନଙ୍କ ସମୟରେ ହଉଛି କେତେଟା ମୌଳିକ ବାହାରିଥିଲା କହନା, ପାଖାପାଖି କମ ମୌଳିକ ବାହାରିଥିଲା ହେଲା, ବେଶୀ ନାହିଁ। 56ଟା ପାଖାପାଖି ମୌଳିକ ବାହାରିଥିଲା। କେତେଟା ହେଲା, 56ଟା ପାଖାପାଖି କି 56 ତଳକୁ ମୌଳିକ ବାହାରିଥିଲା। ତ ସେ କିସ କଲେ କହନା, ତିନିଟା ତିନିଟା ମୌଳିକ ନେଇକି ହେଲା, ତିନିଟା ତିନିଟା ମୌଳିକ ମାନଙ୍କୁ ନେଲେ ବାଛିଲେ, ମାନେ ଯୋଉମାନଙ୍କର ଧର୍ମ ଏକା ହେଲା ସେମାନଙ୍କୁ ଦେଖିଲେ। ତିନିଟା ତିନିଟା ମୌଳିକ ମାନଙ୍କର ଧର୍ମ ଏକା ବୁଝିହେଲା, ସେମାନଙ୍କୁ ରଖିଦେଲେ ବୁଝିହେଲା। ତିନିଟା ତିନିଟା ମୌଳିକ ମାନଙ୍କୁ ଏକାଠି ରଖିଦେଲେ। ଧରାଯାଉ ହଉଛି ଆମର ଲିଥିୟମ, ସୋଡିୟମ ଆଉ ହଉଛି କି ପଟାସିୟମ, ଦେଖିଲା ହଉଛି ଏମାନଙ୍କର ଧର୍ମ ସମାନ, ସେମାନଙ୍କୁ ଗୋଟେ ଜାଗାରେ ରଖିଦେଲେ ବୁଝିହେଲା। ତାପରେ ଏଇ ଜିନିଷଟାକୁ ସେ ନେମ ଦେଲେ ହଉଛି କି ଟ୍ରାଏଡ। ଏଇଟାକୁ ଟ୍ରାଏଡ ନାମ ଦେଲେ ବୁଝିହେଲା। ଟ୍ରାଏଡ ନାମ ଦେଲେ। ଆଉ ଦେଖାଗଲା ଯେ ଏଇ ଟ୍ରାଏଡ ରେ ପ୍ରଥମ ମୌଳିକର ଓଜନ ହେଲା, ପ୍ରଥମ ମୌଳିକର ଓଜନ ଆଉ ହଉଛି ତୃତୀୟ ମୌଳିକର ଓଜନ ର ପରମାଣୁ ବସ୍ତୁତ୍ୱ ମଝି ମୌଳିକର ବସ୍ତୁତ୍ୱ ସହ ସମାନ ବୁଝିହେଲା। ବୁଝିଗଲା ନିସାର, କିଛି ନାହିଁ ମୁଁ ଅଛି, ଟେନସନ ନିଅନି, ବୁଝେଇ ଦଉଛି ହେଲା। କିସ କହିଲେ, ଡୁବେରିନ ଡୁବେରିନ ତିନିଟା ତିନିଟା ମୌଳିକ ମାନଙ୍କୁ ନେଲେ ହେଲା। ଡୁବେରିନ ପାଖାପାଖି ବହୁତ ଗୁଡା ମୌଳିକ ଥିଲା ସେତେବେଳେ, ବହୁତ ଗୁଡା ମାନେ ହଉଛି କେତେ, ଆମର 56ଟା ତଳକୁ ଥିଲା ହେଲା। ତବେ ହଉଛି କିସ କଲେ, ଡୁବେରିନ ପ୍ରଥମ ସଜେଇବା ପାଇଁ ଷ୍ଟାର୍ଟ କରିଥିଲେ। ତ ହଉଛି ସେ ତିନୋଟି ମୌଳିକ ମାନଙ୍କୁ ନେଲେ, କେତେ ତିନୋଟି ମୌଳିକ ମାନଙ୍କୁ ନେଲେ, ଆଉ ହଉଛି ଏକାଠି ରଖିଲେ ବୁଝିହେଲା। ଏକାଠି ରଖିଲେ ତିନୋଟି ସମାନ ଧର୍ମ ଥିବା ମୌଳିକ ମାନଙ୍କୁ ନେଇ ଏକାଠି ରଖିଲେ। ତାପରେ ହଉଛି କିସ,
ସେଇ ତିନୋଟି ମୌଳିକକୁ ନେଇକି ଏକାଠି ରଖିଲେ ଯେ ସେଇଟାକୁ କିସ ନାମ ଦେଲେ, ସେଇ ତିନୋଟି ଗ୍ରୁପ ଟାକୁ କିସ ନାମ ଦେଲେ, ଗୋଟେ ଟ୍ରାଏଡ ଦେଲେ ବୁଝିଲା। ସେଇ ନାମଟା କିସ ଦେଲେ, ଟ୍ରାଏଡ। ପରୀକ୍ଷାରେ କ୍ୱେଶ୍ଚନ ପଡେ ଟ୍ରାଏଡ କାହାକୁ କୁହାଯାଏ। ଟ୍ରାଏଡ କିସ ଜିନିଷଟା, ଟ୍ରାଏଡ ହଉଛି ଡୁବେରିନଙ୍କ ହଉଛି ଗୋଟେ ହଉଛି ଏମିତି ଲେଖବ, ଟ୍ରାଏଡ କାହାକୁ କୁହାଯାଏ ପଢିଥିଲେ ଲେଖବ ହଉଛି ଡୁବେରିନ ତିନୋଟି ମୌଳିକ ମାନଙ୍କୁ, ଏ ତିନୋଟି ସମାନ ଧର୍ମ ଥିବା ମୌଳିକ ମାନଙ୍କୁ ଏକାଠି ନେଇ ରଖିଲେ ଏହାକୁ ସେ କିସ ଟ୍ରାଏଡ ନାମ ଦେଲେ। ସେ କେମିତି ସଜେଇଥିଲେ ମୌଳିକ ମାନଙ୍କୁ, ପରମାଣୁ ବସ୍ତୁତ୍ୱର ବର୍ଦ୍ଧିତ କ୍ରମ ମାନେ ହଉଛି ସେମାନଙ୍କର ଓଜନର ମାନେ କମ ରୁ ବେଶୀ ସଜେଇଥିଲେ ହେଲା। ଯାହାର ଓଜନ କମ ତାକୁ ପ୍ରଥମ ରଖିଲେ, ତାପରେ ଟିକେ ବେଶୀ, ତାପରେ ବେଶୀ ହେଲା, ସେମିତି ରଖିଲେ ସଜେଇଲେ। ସେଟାକୁ କିସ ନାମ ଦେଲେ, ଟ୍ରାଏଡ ନାମ ଦେଲେ ବୁଝିଲା। ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ତେବେ ସେ ଦେଖିଲେ ହଉଛି ପ୍ରଥମ ମୌଳିକ ହେଲା, ଧରାଯାଉ ଗୋଟେ ଟ୍ରାଏଡ ର ନାମ ଦେଇ ଦଉଛି, ଲେଖୁଛି ଗୋଟେ ଟ୍ରାଏଡ କୁ ଲେଖୁଛି LaNa,K ହେଲା, ଲିଥିୟମ ସୋଡିୟମ ପଟାସିୟମ। ଏଇ ଟ୍ରାଏଡ ରେ ସେ ଦେଖିଲେ ହଉଛି ପ୍ରଥମ ମୌଳିକର ଓଜନ ହେଲା, ପ୍ରଥମ ମୌଳିକର ଓଜନ ଆଉ ହଉଛି ତୃତୀୟ ମୌଳିକର ଓଜନର ହାରାହାରି ବସ୍ତୁତ୍ୱ କିସ ମଝିର ହାରାହାରି ବସ୍ତୁତ୍ୱ ସହ ସମାନ ବୁଝିଲା। ବସ୍ତୁତ୍ୱ ସାର ଜାଣିଲେ, ଧରାଯାଉ ହଉଛି ତିନି ଜଣ ଛୁଆ ଅଛ, A B C ହେଲା, ଏଇଟା ଗୋଟେ ଟ୍ରାଏଡ ବୁଝିଲା। ସଜା ହେଇଛି ଟ୍ରାଏଡ ଏଇଟା। ତେବେ A ର ଓଜନ ଧରାଯାଉ ହଉଛି କେତେ, 2, ସି ର ଓଜନ ହଉଛି 4। ତେବେ ଆମର ବି ର ଓଜନ କେତେ କହ ନା, ଏଇ ଦୁଇ ଜଣଙ୍କର ପରମାଣୁ ମାନେ ହାରାହାରି ବସ୍ତୁତ୍ୱ ସହ। ହାରାହାରି ବସ୍ତୁତ୍ୱ ସାର୍ କେମିତି ଜାଣିନେ, ହାରାହାରି ବସ୍ତୁତ୍ୱ ମାନେ ୟାର ବସ୍ତୁତ୍ୱ ଯୁକ୍ତ ୟାର ବସ୍ତୁତ୍ୱ ହେଲା, ବିଭକ୍ତ 2, ଦୁଇ ଜଣ ଅଛନ୍ ବିଭକ୍ତ 2, ତେବେ କେତେ ହବ 4 5 6, 6 ବିଭକ୍ତ 2 ସମାନ କେତେ 3। ତେବେ ମଝିଟା କେତେ ହବ ରେ 3, ମଝିଟା ହବ 3 ବୁଝିହେଲା। ଏଇଟା ହଉଛି କିସ ଆମର ହଉଛି ହାରାହାରି ହେଲା। ତେବେ ସେ କିସ ଦେଖିଲେ, ପ୍ରଥମ ମୌଳିକ ଆଉ ହଉଛି ତୃତୀୟ ମୌଳିକର ହାରାହାରି ବସ୍ତୁତ୍ୱ ମଝି ମୌଳିକର ବସ୍ତୁତ୍ୱ ସହ ସମାନ ବୁଝିହେଲା। ବୁଝିପାରିଲ। ଯେମିତି ଦେଖ ଏଇଠି ଦେଖ ଆମର ଦିଆ ହେଇଛି N, P ଆଉ AS ହେଲା। ଏଇ ୟାର ବସ୍ତୁତ୍ୱ କେତେ ଏତିକି, AS ର ବସ୍ତୁତ୍ୱ ଏତିକି ହେଲା। ଏମାନଙ୍କର ହାରାହାରି ବସ୍ତୁତ୍ୱ ବାହାର କରିବ ଦେଖ ଏତିକି ବାହାରିବ ବୁଝିହେଲା। ସେମିତି ଏଇଟା ଏଇ ଦୁଇଟାର ହାରାହାରି ବସ୍ତୁତ୍ୱ ବାହାର କରିବ ଦେଖ ଏଇଟା ବାହାରିବ। ଏମିତି ଦୁଇଟାର ହାରାହାରି ବସ୍ତୁତ୍ୱ ବାହାର କରିବ ଦେଖ ଏଇଟା ହବ ବୁଝିହେଲା। ବୁଝିପାରିଲ। ତ ଠିକ ଚାଲିଥିଲା, ସବୁ କିଛି ଠିକ ଚାଲିଥିଲା ହେଲା। ଡୁବେରିନ୍ କହିଲା ହଉଛି ମୁଁ ପ୍ରଥମ ସାଇଣ୍ଟିଷ୍ଟ ଯିଏ ହଉଛି କି ସଜେଇବା ପାଇଁ ଆରମ୍ଭ କରିଥିଲେ। ଡୁବେରିନ୍ ବହୁତ ଖୁସି ଥିଲେ, ଯାହା ହଉ ଗୋଟେ ସକ୍ସେସ ପାଇଛନ୍ ବୁଝିହେଲା। ତାପରେ କିଛି ସମୟ ପରେ ହଉଛି କି ଆହୁରି ଅଲଗା ସାଇଣ୍ଟିଷ୍ଟ ଆସିଲେ ହେଲା। ଆହୁରି ଅଲଗା ସାଇଣ୍ଟିଷ୍ଟ ଆସିଲେ, ସେମାନେ ତାଙ୍କର କ୍ୱେଶ୍ଚନ ଟ୍ରାଏଡ ଲେଖିଦବ ଏକ୍ସାମ୍ପଲ ହେଲା, ଏଗୁଡା ଟ୍ରାଏଡ ର ଏକ୍ସାମ୍ପଲ। ଆଉ କିଛି ସାଇଣ୍ଟିଷ୍ଟ ଆସିଲେ, ସେମାନେ ତାଙ୍କର ଭୁଲ ବାଛିଲେ। ସେମାନେ କହିଲେ ହଉଛି ତୁ ବାହାର କରିଛୁ ଏ ଠିକ ଅଛି ହେଲା, ମାନୁଛି ଆମେ ବି ତୁ ଠିକ କହିଛୁ, କିନ୍ତୁ ହଉଛି ସବୁ ଗୁଡା ମୌଳିକ କି ପାଇଁ ବାହାର କରିପାରିଲୁନି, ଖାଲି ଦୁଇଟା ତିନିଟା ଗଣି ଗଣି ଟ୍ରାଏଡ ବାହାର କରୁଛୁ, ସବୁ ଗୁଡା ମୌଳିକ ସହିତ ଟ୍ରାଏଡ ରଖୁନୁ ହେଲା। ତ ହଉଛି ସେଇଠି ତାଙ୍କର ଭୁଲ ରହିଗଲା ବୁଝିହେଲା। ସେ ମାତ୍ର ଗଣି ଗଣି କେତକି ମାତ୍ର ଟ୍ରାଏଡ ତିଆରି କରିଥିଲେ ବୁଝିହେଲା। ତ ଆମର କିସ ଡୁବେରିନଙ୍କର ଭୁଲ ହେଇଗଲା। ତାପରେ ହଉଛି ଆମର ଆସିଗଲେ ହଉଛି ସାଇଣ୍ଟିଷ୍ଟ କିସ, ଆମର ତାପରେ ଆସିଗଲେ ନେକ୍ସଟ ହିରୋ ଆମର ନ୍ୟୁଲାଣ୍ଡ ହେଲା। ନ୍ୟୁଲାଣ୍ଡ ସେ ଗୋଟେ ଗୀତ ବାହାର କଲେ ବୁଝିହେଲା। ସେ ଗୋଟେ ଗୀତ ବାହାର କଲେ ସାରେଗାମାପାଧାନି ହେଲା, ସାରେଗାମାପାଧାନି ବୁଝିହେଲା, ଗୀତ ବାହାର କଲେ। ତାପରେ ସେ ହଉଛି କିସ ବଢିଆ ଗୀତ ଗାଉଥିଲେ, ଗୀତ ଗାଇ ଗାଇ ହଉଛି ମୌଳିକ ମାନଙ୍କୁ ସଜେଇଲେ କେମିତି ଦେଖବା ହେଲା। ତ ନ୍ୟୁଲାଣ୍ଡଙ୍କ ବିଷୟରେ ପଢବା ପୂର୍ବରୁ ଫାଷ୍ଟ ଟିକେ ତାଙ୍କ ଜାଣିଦେବା ଯେ କୋଉଠି ତାଙ୍କର ଘର ହେଲା, କିସ କିସ ପାଠ ପଢିଥିଲେ ବୁଝିପାରିଲ। ସେଗୁଡା ଦରକାର ନୁହେଁ ହେଲା, ହେଲେ ବି ଜାଣିଥିବା ହେଲା। ତେବେ ନ୍ୟୁଲାଣ୍ଡ ହଉଛନ୍ତି କିସ କନା, ନ୍ୟୁଲାଣ୍ଡ ଦେଇନି ଟେ ତାଙ୍କ ବିଷୟରେ ହେଲା। ନ୍ୟୁଲାଣ୍ଡଙ୍କ ବିଷୟରେ ଦେଇନି, ତ ମନେ ରଖିଥାଉ ନ୍ୟୁଲାଣ୍ଡ ହଉଛି ତାଙ୍କର ଘର ହଉଛି କିସ କନା, ତାଙ୍କର ଘର ବି ଦେଇନି ବୁଝିହେଲା। ତାଙ୍କର ଘର ବି ଦେଇନି, ଛାଡ ନ୍ୟୁଲାଣ୍ଡଙ୍କ ବିଷୟରେ ପଢବାନି। ତାପରେ ନେକ୍ସଟ ହିରୋ ଇଏ ଆସିଲେ, ଆମର ନ୍ୟୁଲାଣ୍ଡ ଆସିଲେ ହେଲା। ନ୍ୟୁଲାଣ୍ଡ କିସ କହିଲେ ଦେଖ, ନ୍ୟୁଲାଣ୍ଡ ସଙ୍ଗୀତର ଗୋଟେ ନିୟମ, ସଙ୍ଗୀତର ଗୋଟେ ନିୟମ କିସ ନିୟମ, ସାରେ ଗାମା ପାଧା ନି, ଶୁଣିଛ ସା ରେ ଗା ମା ପା ଧା ନି ସା ହେଲା। ନ୍ୟୁଲାଣ୍ଡ ଗୋଟେ ନିୟମ ବାହାର କଲେ ବୁଝିହେଲା। ନ୍ୟୁଲାଣ୍ଡ ମୌଳିକ ମାନଙ୍କୁ ସେମାନଙ୍କର ପରମାଣୁର ବର୍ଦ୍ଧିତ କ୍ରମ ଅନୁସାରେ ସଜେଇଲେ ବୁଝିହେଲା। ନ୍ୟୁଲାଣ୍ଡ କିସ କଲେ, ସେମାନଙ୍କର ପରମାଣୁର ବର୍ଦ୍ଧିତ କ୍ରମ, ମାନେ ପରମାଣୁ ଆମର ବସ୍ତୁତ୍ୱର ବର୍ଦ୍ଧିତ କ୍ରମ। ପରମାଣୁ ବସ୍ତୁତ୍ୱ ମାନେ ସାର୍ କିସ, ଓଜନର ବର୍ଦ୍ଧିତ କ୍ରମ ବୁଝିହେଲା। ପ୍ରଥମ ଛୋଟ ଓଜନ ବାଲା ରଖିଲେ, ତାପରେ ନେକ୍ସଟ ଓଜନ ବାଲା ଦେଖିଲେ, ତାପରେ ନେକ୍ସଟ ଓଜନ ବାଲା ରଖିଲେ ହେଲା। ତ ରଖିଲେ ତାପରେ ହଉଛି ଦେଖିଲେ ଯେ କିସ ଦେଖିଲେ, ଆମର ଦେଖିଲେ ଯେ ନ୍ୟୁଲାଣ୍ଡ ଦେଖିଲେ ଯେ ପ୍ରତ୍ୟେକ ପ୍ରଥମ ମୌଳିକର ଧର୍ମ ଦେଖ ଏମିତି ସଜେଇଥିଲା ହେଲା। ଏମିତି ହଉଛି ହାଇଡ୍ରୋଜେନ, ତାପରେ ହଉଛି ଲିଥିୟମ, ବେରିଲିୟମ, ବୋରନ, କାର୍ବନ, ନାଇଟ୍ରୋଜେନ, ଅକ୍ସିଜେନ, ଫ୍ଲୋରିନ ଏମିତି ସଜେଇଥିଲା ବୁଝିହେଲା। କିଏ ନ୍ୟୁଲାଣ୍ଡ। ତାପରେ ଦେଖିଲେ ଯେ ପ୍ରତ୍ୟେକ ପ୍ରଥମ ମୌଳିକର ଧର୍ମ ଅଷ୍ଟମ ମୌଳିକର ଧର୍ମ ସହ ସମାନ ବୁଝିହେଲା। ପ୍ରତ୍ୟେକ ପ୍ରଥମ ମୌଳିକ ଧର୍ମ ଅଷ୍ଟମ ମୌଳିକର ଧର୍ମ ସହ ସମାନ ବୁଝିହେଲା। ଦେଖ
ହାଇଡ୍ରୋଜେନ ହିଲିୟମ 1 2 3 4 5 6 7 8। ଏଇଟା ପ୍ରଥମ ମୌଳିକ, ହାଇଡ୍ରୋଜେନ ହଉଛି କିସ ପ୍ରଥମ ମୌଳିକ। ପ୍ରଥମ ମୌଳିକର ଧର୍ମ ଆଉ ହଉଛି କିସ ଅଷ୍ଟମ ମୌଳିକ କିଏ? ଆମର ଫ୍ଲୋରିନ। ପ୍ରଥମ ମୌଳିକର ଧର୍ମ ଅଷ୍ଟମ ମୌଳିକର ଧର୍ମ ସହ ସମାନ। କିଏ ଦେଖିଲେ? ଆମର ହଉଛି ସାଇଣ୍ଟିଷ୍ଟ ନ୍ୟୁଲାଣ୍ଡ। ବୁଝିହେଲା? ଯେମିତି ଇଏ ହଉଛି ପ୍ରଥମ ମୌଳିକ ଯଦି ହବ, ଇଏ ଯଦି ପ୍ରଥମ ମୌଳିକ ହବ ଲିଥିୟମ, ତେବେ ହଉଛି ଅଷ୍ଟମ ମୌଳିକଟା କିଏ ହବ? 1 2 3 4 5 6 7 8 ସୋଡିୟମ ସହ ସମାନ। ବୁଝିହେଲା? କିଏ କହିଲେ? ଆମର ହଉଛି ନ୍ୟୁଲାଣ୍ଡ କହିଲେ। ହେଲା? ତ ଠିକ ଚାଲିଥିଲା। ବୁଝିପାରିଲ? ଏହାକୁ ଅଷ୍ଟକ ନିୟମ କୁହାଯାଏ। ହେଲା? ନ୍ୟୁଲାଣ୍ଡ ହଉଛି କିସ କଲେ? ମୌଳିକ ମାନଙ୍କର ପରମାଣୁ ବ୍ୟାସ ପରମାଣୁ ବସ୍ତୁତ୍ୱର ବର୍ଦ୍ଧିତ କ୍ରମ ଅନୁସାରେ ସଜାଇଲେ। ତାପରେ ଦେଖିଲେ ଯେ ପ୍ରଥମ ମୌଳିକର ଧର୍ମ ଅଷ୍ଟମ ମୌଳିକର ଧର୍ମ ସହ ସମାନ। ବୁଝିହେଲା? ଏହାକୁ କିସ କୁହାଯାଏ? ଅଷ୍ଟକ ନିୟମ। ବୁଝିହେଲା? କିନ୍ତୁ ତାଙ୍କର ଭୁଲ ରହିଗଲା କିସ କହନା? ତାଙ୍କର ତ୍ରୁଟି ରହିଗଲା ହଉଛି ତାଙ୍କର ଏଇ ଅଷ୍ଟକ ନିୟମଟା, ତାଙ୍କର ଏଇ ଗୀତଟା ହଉଛି କିସ? କ୍ୟାଲସିୟମ ପରେ ହଉଛି କିସ? ତାଙ୍କର ଗୀତଟା ହଉଛି ଭାଙ୍ଗିଗଲା। ବୁଝିହେଲା? ତାଙ୍କର ଗୀତଟା ହଉଛି ଭାଙ୍ଗିଗଲା, ମାନେ କାଲସିୟମ ପରେ ଆଉ ତାଙ୍କର ଗୀତଟା କାମ ଦେଲାନି। ହେଲା? ସୁର ତାଳ ମେଳ କିଛି ଖାଇଲାନି। ବୁଝିହେଲା? ତେବେ ହଉଛି କିସ? ତାଙ୍କର ଭୁଲ ରହିଗଲା। ହେଲା? କ୍ୟାଲସିୟମ ପରେ ହଉଛି ତାଙ୍କର ଆଉ ମ୍ୟାଚ ହେଲାନି ଗୀତଟା। ତାପରେ ହଉଛି କିସ ହେଲା କୁହନା? ନ୍ୟୁଲାଣ୍ଡଙ୍କ ବେଳେ ହଉଛି ମାତ୍ର 56ଟା ହଉଛି ଆମର ମୌଳିକ ପଦାର୍ଥ ଆବିଷ୍କାର ହେଇଥିଲା। କେତେଟା? କ୍ୱେଶ୍ଚନ ପଡେ କେତେଟା ଆବିଷ୍କାର ହେଇଥିଲା? 56ଟା। ନ୍ୟୁଲାଣ୍ଡଙ୍କ ବେଳେ କେତେଟା ଆବିଷ୍କାର ହେଇଥିଲା? 56ଟା। ହେଲା? ତେବେ ହଉଛି 56ଟା ଆବିଷ୍କାର ହେଇଥିଲା। ପରେ ଯେତେବେଳେ ଆବିଷ୍କାର ହେଲା ଅଲଗା ନୂଆ ନୂଆ ମୌଳିକ, ହେଲା, ତାଙ୍କର ଏଇ ନିୟମ ଟା ମାନିଲେନି, ଅଷ୍ଟକ ନିୟମ ମାନିଲେନି। ବୁଝିହେଲା? ମାନେ ହଉଛି ପରେ ଯେଗୁଡା ଆବିଷ୍କାର ହେଲା, ତାଙ୍କର ହଉଛି ଅଷ୍ଟକ ନିୟମ ହିସାବରେ କିସ ପ୍ରତ୍ୟେକ ପ୍ରଥମ ମୌଳିକର ଧର୍ମ ଅଷ୍ଟମ ସାଙ୍ଗରେ ସମାନ ହେଲାନି। ବୁଝିହେଲା? ତେଣୁ ହଉଛି ସେ ଫେଲ ହେଇଗଲେ। ହେଲା? ଯେମିତି ହଉଛି ତାଙ୍କର ଗୋଟେ ଫେଲିୟର, ଅଲଗା ଅଲଗା ଗୁଣ ଥିବା ମୌଳିକ ମାନଙ୍କୁ ସେ କିସ ଏକ ଗ୍ରୁପରେ ରଖିବାକୁ ପଡିଲା। ହେଲା? ମାନେ ଧରାଯାଉ ତାଙ୍କର ନିୟମ ଅନୁସାରେ, ହେଲା, ନିୟମ ଟାକୁ ମନେଇବା ପାଇଁ ସେ ହଉଛି କିସ ଅଲଗା ଅଲଗା ମୌଳିକ ମାନଙ୍କୁ ଗୋଟେ ଇଏରେ ରଖିବା ପାଇଁ ଚେଷ୍ଟା କଲେ, ମାନେ ହଉଛି ଗୋଟେ ଜାଗାରେ ରଖିଦେଲେ। ହେଲା? ଯେମିତି ହଉଛି ସିଓ ଆଉ ଏନ୍ ମାନେ ହଉଛି କିସ, ସିଓ ମାନେ କୋବାଲ୍ଟ ଆଉ ଏନ୍ ମାନେ ହଉଛି ନିକେଲ। ହେଲା? ସେମାନଙ୍କୁ ହଉଛି କିସ ଆମର ଫ୍ଲୋରିନ କ୍ଲୋରିନ ସହ ରଖିଦେଲେ। ହେଲା? ଯେମିତି ହଉଛି ଫ୍ଲୋରିନ କ୍ଲୋରିନ ସହିତ ରଖିଦେଲେ କୋବାଲ୍ଟ ଆଉ ନିକଲ, କିନ୍ତୁ ହଉଛି ଦେଖ ଏଇଠି ଦେଖ, ଫ୍ଲୋରିନ କ୍ଲୋରିନ ସହ କାହାକୁ ରଖିଦେଲା? କୋବାଲ୍ଟ ନିକେଲକୁ, ଯୋଉଟା କି ସେମାନଙ୍କର ସହ ଟିକେ ବି ମିଶ ଖାଇଲାନି। ହେଲା? ତେବେ ହଉଛି ଏଇଟା ହଉଛି ତାଙ୍କର ତ୍ରୁଟି। ଯଦି ପଢିଲା ହଉଛି ଆମର ନ୍ୟୁଲାଣ୍ଡଙ୍କ ଅଷ୍ଟକ ନିୟମ ଆଉ ତାଙ୍କ ତ୍ରୁଟି ଲେଖ, ଏଇଠୁ ଲେଖିଦବ ପିଲେ ଏତିକି ଯାଏଁ। ବୁଝିହେଲା? ଫୁଲକୁ ଫୁଲ ମାର୍କ ପାଇଗଲ। ବୁଝିହେଲା? ତାପରେ ଆମର ନେକ୍ସଟ ହିରୋ ଆସିଲେ ହଉଛି ମେଣ୍ଡେଲିଫ। ବୁଝିହେଲା? ମେଣ୍ଡେଲିଫ ଯିଏ ହଉଛି କିସ ଟିକେ ହଉଛି ସକ୍ସେସ ବି ପାଇଲେ। ହେଲା? ଆଉ ଟିକେ ଫେଲିୟର ବି ପାଇଲେ। ବୁଝିହେଲା? ତ ଦେଖ ମେଣ୍ଡେଲିଫ କିସ କରିଥିଲେ। ହେଲା? ମେଣ୍ଡେଲିଫଙ୍କର ଘର ହଉଛି, ଆମର ମେଣ୍ଡେଲିଫଙ୍କର ଘର ଟିକେ ପଢିଦବା। ମେଣ୍ଡେଲିଫଙ୍କର ଘର ହଉଛି କିଠି? ମେଣ୍ଡେଲିଫଙ୍କ ଘର ହଉଛି, ହେଲା, ତାଙ୍କର ଘର ବିଷୟରେ ବି ପଢନି। ତାଙ୍କର ଘର ବିଷୟରେ ବି ଜାଣିବା ଦରକାର ନାହିଁ। ତାଙ୍କର ଘରେ ଜାଣି କିସ କରବା? ହେଲା? ତାଙ୍କର ଘର ବିଷୟରେ ପଢବନି। ହେଲା? କେବେ କୋଉଠାର ବୈଜ୍ଞାନିକ ସେଇଟା ପଢବନି। ଏଇଟା ଦେଇଛି ହେଲା ବି। ହେଲା? ଆମର ହଉଛି ରୁଷିଆର, ଇଏ କେଟକାର ରୁଷିଆର। ହେଲା? ରୁଷିଆର, ରୁଷିଆର ସାଇଣ୍ଟିଷ୍ଟ। ତବେ ମେଣ୍ଡେଲିଫ କିସ କଲେ କହନା? ମେଣ୍ଡେଲିଫ ଆମର କଲେ ହଉଛି ତୃତୀୟରେ ମେଣ୍ଡେଲିଫ ମୌଳିକ ମାନଙ୍କୁ ସଜେଇବା ପାଇଁ ଉଦ୍ୟମ କରିଥିଲେ। ବୁଝିହେଲା? ତାଙ୍କ ସମୟରେ କେଟି ମୌଳିକ ଆବିଷ୍କାର ହେଇଥିଲା କୁହନା? 63ଟି ତାଙ୍କ ସମୟରେ ମୌଳିକ ଆବିଷ୍କାର ହେଇଥିଲା। ବୁଝିହେଲା? 63ଟି ଆମର ମୌଳିକ ଆବିଷ୍କାର ହେଇଥିଲା। ତେବେ 63 ମୌଳିକ ମାନଙ୍କୁ ସଜେଇଲେ, ସେ ବି ହଉଛି କିସ ପରମାଣୁ ବ୍ୟାସାର୍ଧର ବୌଦ୍ଧିକ ମାନେ ବର୍ଦ୍ଧିତ କ୍ରମ ଅନୁସାରେ ସଜେଇଲେ। ହେଲା? ପରମାଣୁ ବ୍ୟାସାର୍ଧର ବୌଦ୍ଧିକ ଅନୁସାରେ ସଜେଇଲେ। ହେଲା? ସେ ପ୍ରତ୍ୟେକ ମୌଳିକ ମାନଙ୍କରୁ ସେମାନଙ୍କର ପରମାଣୁ ବର୍ଦ୍ଧିତ ପରମାଣୁ କ୍ରମାଙ୍କ, ସରି ପରମାଣୁ କ୍ରମାଙ୍କ ଲେଖିଦେଲି, ପରମାଣୁ କ୍ରମାଙ୍କ, ସେ ପରମାଣୁ କ୍ରମାଙ୍କ ନୁହଁ, ପରମାଣୁ ଏଇଟା ବସ୍ତୁତ୍ୱ। ହେଲା? ପରମାଣୁ ବସ୍ତୁତ୍ୱର ବର୍ଦ୍ଧିତ କ୍ରମ ଅନୁସାରେ ସଜାଇଲେ। ଏଠି ଟିକେ କରେକ୍ସନ କର, ପରମାଣୁ ବସ୍ତୁତ୍ୱର ବର୍ଦ୍ଧିତ କ୍ରମ ଅନୁସାରେ ସଜାଇଲେ। ପରମାଣୁ ହୁଁ, ବସ୍ତୁତ୍ୱର ବର୍ଦ୍ଧିତ କ୍ରମ ଅନୁସାରେ ସଜାଇଲେ କିଏ? ଆମର ମେଣ୍ଡେଲିଫ। ହେଲା? ସେମ ଯେମିତି ଆମର ସାଇଣ୍ଟିଷ୍ଟ ମାନେ ପରମାଣୁ ବସ୍ତୁତ୍ୱର ବର୍ଦ୍ଧିତ କ୍ରମ ଅନୁସାରେ ସଜାଉଥିଲେ, ଇଏ ବି ସେମିତି ସଜାଇଲେ। ବୁଝିହେଲା? ତାପରେ ହଉଛି ସମାନ ଗୁଣ ଥିବା ମୌଳିକ ମାନଙ୍କୁ ଏକ ସ୍ଥାନରେ ରଖିଲେ। ବୁଝିହେଲା? ନ୍ୟୁଲାଣ୍ଡ ଆଉ ୟାଙ୍କର ଭିତରେ ଟିକେ ହିଁ ପାର୍ଥକ୍ୟ। ବୁଝିହେଲା? ନ୍ୟୁଲାଣ୍ଡ ଆଉ ୟାଙ୍କର ଭିତରେ ଟିକେ ହିଁ ପାର୍ଥକ୍ୟ।
ଇଏ ବି ସମାନ ପରମାଣୁ ବର୍ଦ୍ଧିତ ଅନୁସାରେ ସଜେଇଲେ ପରମାଣୁ ବସ୍ତୁତ୍ୱ। ତାପରେ ହଉଛି ସମାନ ସମାନ ବାଲାକୁ ଏକା ପାଖରେ ରଖିଲେ ହେଲା। ଆଉ ଧରାଯାଉ ଯୋଉ ମୌଳିକର ସମାନ ହେଲାନି ହେଲା, ସେଇ ଜାଗାରେ ଫାଙ୍କା ଛାଡିଦେଲେ ବୁଝିହେଲା। ଧରାଯାଉଛି ସଜଉ 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 ହେଲା, ପରମାଣୁ ବର୍ଦ୍ଧିତ ଅନୁସାରେ ସଜଉ ସଜଉ ହେଲା ସମାନ ହେଇଯାଉଥିଲା। କିନ୍ତୁ ହଉଛି ଧରାଯାଉ ଏଠି ଗୋଟେ ମୌଳିକ ଅଛି ହେଲା, ଏଠି ହଉଛି ମୌଳିକର ହଉଛି କିସ ମାନେ ହଉଛି ତା ପରମୌଳିକଟା ଏଠି ସମାନ ହେଲାନି ବୁଝିହେଲା। ତେବେ ସେଇ ଜାଗାଟାକୁ ଛାଡିଦେଲେ ହେଲା, ସେଇ ଜାଗାଟାକୁ ଛାଡିକି ତାପରେ ଲେଖିଲେ ବୁଝିହେଲା। ତାପରେ କହିଲେ ହଉଛି ସେଇ ଜାଗାରେ ହଉଛି ନୂତନ ମୌଳିକ ଆବିଷ୍କୃତ ହବ ଆଉ ହଉଛି କିସ ସେଇ ସ୍ଥାନ ପେକ୍ କରବ ବୁଝିହେଲା। ଯାହା ହଉଛି ତାଙ୍କର ହଉଛି ବହୁତ ସବୁଠୁ ବଡ ସକ୍ସେସ୍ ବୁଝିହେଲା। ତେବେ ହଉଛି ଭବିଷ୍ୟତରେ ପରମାଣୁ ବାହାରିଲା ହେଲା, ମାନେ ମୌଳିକ ବାହାରିଲା, ସେଇ ଜାଗା ପେକ୍ କଲ ବୁଝିପାରିଲ। ତ ପଢି ଦଉଛି ଚାଲ। ତ ପଢି ଦଉଛି ଚାଲ। ମେଣ୍ଡେଲିଭ ହଉଛି କିସ ଥାର୍ଡରେ ହଉଛି ମେଣ୍ଡେଲିଭ ସଜେଇବା ପାଇଁ ଷ୍ଟାର୍ଟ କରିଥିଲେ। ତ ସେତେବେଳେ ହଉଛି 63 ମୌଳିକ ବାହାରିଥିଲା, ସେମାନଙ୍କୁ ବର୍ଦ୍ଧିତ ପରମାଣୁ ବସ୍ତୁତ୍ୱ ଅନୁସାରେ ସଜେଇଲେ। ତାପରେ ହଉଛି କିସ ସମାନ ଗୁଣ ଥିବା ମୌଳିକ ମାନଙ୍କୁ ଗୋଟେ ଜାଗାରେ ରଖିଲେ। ତାପରେ ଯେଉଁଠାରେ ମୌଳିକର ଧର୍ମ ସମାନ ହେଲାନି ସେଇ ସ୍ଥାନକୁ ଫାଙ୍କା ରଖିଦେଲେ। ଆଉ କହିଲେ ଯେ ଭବିଷ୍ୟତରେ ଏଇ ସ୍ଥାନକୁ କିସ ମୌଳିକ ମାନେ ଅଧିକାର କରିବେ ବୁଝିପାରିଲ। ତ ତାଙ୍କର ସଫଳତା କିସ ମିଳିଲା କୁହ। ମେଣ୍ଡେଲିଭ ଛାଡିଥିବା ଫାଙ୍କା ସ୍ଥାନରେ ଆବିଷ୍କୃତ ହୋଇଥିବା ମୌଳିକ ମାନେ ପୂରଣ ହେଲା ହେଲା। ମେଣ୍ଡେଲିଭ ଯୋଉ ଫାଙ୍କା ସ୍ଥାନ ଛାଡିଥିଲେ ଭବିଷ୍ୟତରେ ସେଇ ସ୍ଥାନରେ ହଉଛି କିସ ମୌଳିକ ମାନେ ହଉଛି ଆମର ହଉଛି ପେକ୍ କରିଦେଲେ ବୁଝିହେଲା। ତ ହଉଛି ତାଙ୍କର ତ୍ରୁଟି ହଉଛି କିସ ରହିଗଲା କୁହ। ସେ ଜାଣି ପାରିଲେନି ଯେ ହାଇଡ୍ରୋଜେନ କୁ କୋଉ ସ୍ଥାନରେ ରଖିବେ ବୁଝିହେଲା। ସେ ହଉଛି କିସ ହାଇଡ୍ରୋଜେନ କୁ କୋଉ ସ୍ଥାନରେ ରଖିବେ। କି ପାଇଁ ହାଇଡ୍ରୋଜେନ ହଉଛି ଦୁଇ ପ୍ରକାର ହଉଛି ଗୁଣ ପ୍ରଦର୍ଶନ କରେ, ଧାତୁର ବି ଅଧାତୁର ବି ହେଲା। ତେଣୁ ସେ ଜାଣି ପାରିଲେନି ହଉଛି କିସ ହାଇଡ୍ରୋଜେନ କୁ କୋଉ ସ୍ଥାନରେ ରଖିବେ। ତାପରେ ହଉଛି କିସ କହ ନା ତାଙ୍କର ହଉଛି ତାଙ୍କର ହଉଛି ପରମାଣୁ ବା ବସ୍ତୁତ୍ୱ ଅନୁସାରେ ସଜେଇଥିଲେ। ପରମାଣୁ ବସ୍ତୁତ୍ୱ ଅନୁସାରେ ସଜେଇବା ଦ୍ଵାରା ହେଲା କିସ ତାଙ୍କର ଅସୁବିଧା ହେଲା ହେଲା। ମୌଳିକ ମାନଙ୍କର ହଉଛି ସ୍ଥାନ ଉଲ୍ଟା ପାଲ୍ଟା ହେଇଗଲା ବୁଝିଗଲା। ସ୍ଥାନ ଉଲ୍ଟା ପାଲ୍ଟା ହେଇଗଲା। ଯେମିତି ହଉଛି କୋବାଲ୍ଟ ଆଉ ନିକେଲ ହେଲା। କୋବାଲ୍ଟ ଆଉ ନିକେଲ ଆମର ହଉଛି ନିକେଲ ପ୍ରଥମ ଆସିବା କଥା ହେଲା, ନିକେଲ ପ୍ରଥମ ଆସିବା କଥା। କିନ୍ତୁ ହଉଛି ଆମର ତାଙ୍କ ପରମାଣୁ ବସ୍ତୁତ୍ୱ ଅନୁସାରେ ସଜେଇଲେ ଯେତେବେଳେ ସେ ହଉଛି କିସ ଆମର କୋବାଲ୍ଟ ପ୍ରଥମ ଆସିଗଲା ବୁଝିହେଲା। ବୁଝିପାରିଲ। ତ ଏଇଟା ହଉଛି ତାଙ୍କର ଭୁଲ ହେଲା। ତ ଦେଖ ଏଇଠି ପିଲା ହଉଛି ଆମର ନ୍ୟୁଲାଣ୍ଡ ପରି ସାଇଣ୍ଟିଷ୍ଟ ମାନେ ଆମର ଏତେ ବଡ ବଡ ସାଇଣ୍ଟିଷ୍ଟ ଭୁଲ କରିଦଉଛନ୍ତି ବୁଝିହେଲା। ଏତେ ବଡ ବଡ ସାଇଣ୍ଟିଷ୍ଟ ସେମାନେ ବି ଜୀବନରେ ଥରେ ଥରେ ଭୁଲ କରୁଛନ୍ତି ବୁଝିହେଲା। କିସ ଭୁଲ କରୁছে ହେଲା ଆମର ହଉଛି ଯେମିତି ହଉଛି ମେଣ୍ଡେଲିଫଙ୍କର ଭୁଲ ହେଲା ହଉଛି କି ସବୁ ନା କି ଅନୁସାରେ ସଜାଉଥିଲେ ମେଣ୍ଡେଲିଫ ଆମର ପରମାଣୁ ବସ୍ତୁତ୍ୱ ଅନୁସାରେ ସଜାଉଥିଲେ ହେଲା। ପ୍ରଥମ ଯାହା ରହୁଛି ପରମାଣୁ ବସ୍ତୁତ୍ୱ ଛୋଟ ତାକୁ ସଜେଇଲେ, ତାପରେ ହଉଛି ଟିକେ ବଡ ସଜେଇଲେ, ତାପରେ ହଉଛି ଟିକେ ବଡ ସଜେଇଲେ, ତାପରେ ଆଉ ଟିକେ ବଡ, ତାପରେ ଆଉ ଟିକେ ବଡ ହେଲା। ତ ଏମିତି ସଜେଇବା ଦ୍ଵାରା ତାଙ୍କର ଅସୁବିଧା କିସ ହେଲା କୁହ। ହେଲା ତାଙ୍କର ଗୋଟେ ଅସୁବିଧା ହେଲା କୋବାଲ୍ଟ ଆଉ ନିକେଲ ଦେଖ ହେଲା, କୋବାଲ୍ଟ ଆଉ ନିକେଲ ବୁଝିହେଲା। କୋବାଲ୍ଟ ଆଉ ନିକେଲ ଯେମିତି ହଉଛି ଆମର ପ୍ରଥମ ଆସିବା କଥା କିଏ ପ୍ରଥମ ଆସିବା କଥା ହଉଛି ଆମର ନିକେଲ ଆସିବା କଥା ହେଲା, ନିକେଲ ଆସିବା କଥା। କିନ୍ତୁ ଆମର ମେଣ୍ଡେଲିଫ ପରମାଣୁର ବର୍ଦ୍ଧିତ ଅନୁସାରେ ସଜଉଛ ନା ପରମାଣୁ ବସ୍ତୁତ୍ୱର, ସେ ହଉଛି ପ୍ରଥମ କୋବାଲ୍ଟ କୁ ଲେଖିଦେଲେ ବୁଝିହେଲା। କୋବାଲ୍ଟ କୁ ଲେଖିଦେଲେ କିନ୍ତୁ ପ୍ରଥମ ଆସିବା କଥା କିସ ନିକେଲ। ତ ଏଇଠି ତାଙ୍କର ଭୁଲ ରହିଗଲା ବୁଝିହେଲା। ଆଉ ହଉଛି ତାଙ୍କର ଭୁଲ ରହିଲା କିସ ତାଙ୍କର ଭୁଲ ରହିଲା ହଉଛି ହାଇଡ୍ରୋଜେନ କୁ କୋଉ ଜାଗାରେ ରଖିବେ ସ୍ଥିର କରିପାରିଲେନି। କାରଣ ହଉଛି ସେ କିସ ଧାତୁ ଆଉ ଅଧାତୁର ଉଭୟ ଗୁଣ ପ୍ରଦର୍ଶନ କରେ ବୁଝିହେଲା। ଏଇଟା ହଉଛି ତାଙ୍କର ଭୁଲ ଥିଲା। ତ ଦେଖ ହଉଛି ପିଲେ ସବୁ ସାଇଣ୍ଟିଷ୍ଟ ମାନଙ୍କର ଥରେ ଥରେ ଭୁଲ ହେଇଛି ହେଲା। ଜୀବନରେ ଥରେ ଥରେ ଭୁଲ ହୁଏ ହେଲା ସମସ୍ତଙ୍କର। ଏତେ ବଡ ବଡ ସାଇଣ୍ଟିଷ୍ଟ ମାନଙ୍କର ଭୁଲ ହଉଛି ତ ସମସ୍ତଙ୍କର ଭୁଲ ହଉଛି ସାଧାରଣ ହେଲା। ଭୁଲ ହଉଛି ସାଧାରଣ ସମସ୍ତଙ୍କର ଭୁଲ ଥରେ ଥରେ ହୁଏ। ଭୁଲ କରିକି ଶିଖବା ହଉଛି କି सब। ଯେମିତି हार कर जीतने वाले को बाजीगर कहते हैं, ସେମିତି ଭୁଲ कर सीखने वाले को किसे कहते हैं ଲିଜେଣ୍ଡ ବା ହଉଛି କି ସାଇଣ୍ଟିଷ୍ଟ ହେଲା। ତ ତୁମେ ବି ଜୀବନରେ ଥରେ ଥରେ ଭୁଲ କରିଥିବ ନିହାତି ହେଲା, ତ ଭୁଲରୁ ଶିଖିଥିବ ନିହାତି। ଯିଏ ଭୁଲ କରିକି ଶିଖେ ତାକୁ ହଉଛି ଲିଜେଣ୍ଡ କୁହାଯାଏ ହେଲା, ତାକୁ ହଉଛି କି ସବୁ ଭଲ ମଣିଷ କୁହାଯାଏ। ଆଉ ଯିଏ ଭୁଲ କରିକି ବି ଭୁଲ କରେ ତାହାକୁ ହଉଛି କି ସବୁ ବଡ ମୂର୍ଖ କୁହାଯାଏ ବୁଝିପାରିଲ। ତାପରେ ଦେଖ ନେକ୍ସଟ ପଢା ଆମର ହଉଛି ଏଇଟା ଗୋଟେ ମନେ ରଖ। ମେଣ୍ଡେଲ କହିଥିଲେ ହଉଛି ମୌଳିକ ଗୁଡିକର ଗୁଣ ସେଗୁଡିକର କିସ ପରମାଣୁ ଅ, କ୍ରମାଙ୍କର ପର୍ଯ୍ୟାୟ ଫଳନ ବୁଝିହେଲା। ହେଲା ଏଇଟା ହଉଛି ମାନେ ପରମାଣୁ ବସ୍ତୁତ୍ୱର ପର୍ଯ୍ୟାୟ ଫଳନ। ପରମାଣୁ ବସ୍ତୁତ୍ୱର ପର୍ଯ୍ୟାୟ ଫଳନ କିସ କହିଥିଲେ ମୌଳିକ ଗୁଡିକର କଣ ସେଗୁଡିକର ପରମାଣୁ ବସ୍ତୁତ୍ୱର ପର୍ଯ୍ୟାୟ ଫଳନ। ଏଇଟା କିନ୍ତୁ ସମ୍ପୂର୍ଣ୍ଣ ଭୁଲ ହେଲା, ଏଇଟା କିନ୍ତୁ ସମ୍ପୂର୍ଣ୍ଣ ଭୁଲ ବୁଝିପାରିଲ। ଏଠି କିସ ହବ କହ ନା ପରମାଣୁ କ୍ରମାଙ୍କ ହବ ହେଲା, ପରମାଣୁ କ୍ରମାଙ୍କ ହବ ସେଇ ନିୟମ ଟା ବୁଝିହେଲା। ଆଧୁନିକ ଶ୍ରେଣୀକରଣ ଦେଖ ଆଧୁନିକ ଶ୍ରେଣୀକରଣ ଆମର ମେନ୍ ହିରୋ ହଉଛନ୍ତି ଏଇ ବିଷୟରେ ମେନ୍ ହିରୋ ହଉଛନ୍ତି କି ହେନରୀ ମସିଲ। ଇଏ ଠିକ ବାଲା ଟା ଦେଲେ ହେଲା, ଇଏ ଠିକ ବାଲା ମାନେ ବର୍ଗୀକରଣ ଟା କରିପାରିଲେ। ସେ କିସ କଲେ କହନା ଉପାଦାନ ମାନଙ୍କୁ ସେମାନଙ୍କୁ ପରମାଣୁ କ୍ରମାଙ୍କ ଅନୁସାରେ ସଜେଇବା ପାଇଁ ଚେଷ୍ଟା କଲେ। ପରମାଣୁ କ୍ରମାଙ୍କ ଅନୁସାରେ ପରମାଣୁ କ୍ରମାଙ୍କ ହଉଛି ରୋଲ ନମ୍ବର, ପ୍ରଥମ ରୋଲ ନମ୍ବର ଯାହା ହେଲା ମାନେ ଇଲେକ୍ଟ୍ରନ ସଂଖ୍ୟା ଅନୁସାରେ ସଜେଇବା ପାଇଁ ଷ୍ଟାର୍ଟ କଲେ।
परमाणु क्रमांक माने बुझी जाओ जे इलेक्ट्रॉन संख्या बुझाला। जहार परमाणु क्रमांक प्रथम 1 माने इलेक्ट्रॉन गुटे अछि ताकू प्रथम सजेले तापर दुईटा वाला को तापर तीनटा वाला को तापर चारटा वाला को हैला बुझाला सेमती सजेले। तो से किस कले कोना सातटी धाडी केटी धाडी सातटी धाडी एगुडा होची धाडी बुझाला सातटी धाडी बनेले 3 4 5 6 7 सातटी धाडी बनले आ 18टी स्तंभ बनेले बुझाला 18टी स्तंभ बनेले एमती। तापर होची सेठी मौलिक मानकू केमती लिखले परमाणु क्रमांकर वर्धित क्रम अनुसार रखले हैला। तापर किस होला देखो तापर होची बाम पटे रखले धातु आ होची डाहाण पटे रखले अधातु हैला। बाम पटे किस रखले धातु आ डाहाण पटे अधातु जेटा होची इडा को जदी सजेई देबे एमती सीधा कर देबे हैला। बाम पटे किस अछि रे एमती जदी कर देबे हैला तबे बाम पटे किस अछि धातु डाहाण पटे होची अधातु हैला एपटे होची अधातु आ मझिरे जो माने रहिले से माने होची किस मिश्र धातु बुझि पारलो मझिरे होची मिश्र धातु। तो एइटार सुविधा किस होला देखो ना एइटार होची सुविधा होला आमे जानि पकेइला होची किस टेबुल देखिकी जानि पकेइला होची बाम पटे धातु अछन डाहाण पटे होची किस अधातु अछन मझिरे होची मिश्र धातु माने होची धातु माने होची इलेक्ट्रॉन दान करंती माने एठु जानि पकेइला जे बाम पट होची किस इलेक्ट्रॉन दान करंती डाहाण पट होची इलेक्ट्रॉन ग्रहण करंती बुझि पारलो। तो हूँ से कि सकना ग्रुप वन रे ग्रुप वन माने एटा हूँ ग्रुप वन ग्रुप टू ग्रुप थ्री 4 5 6 7 8 9 10 एटा हूँ केते 18 एटा को ग्रुप कहा जाए। तो से हूँ बाँ पट ग्रुप वन रे काहा रखले अल्काली धातु मान को रखले। तापर हूँ ग्रुप टू रे रखले अल्कालाइन धातु मान को रखले। ग्रुप 17 रे रखले हूँ कि सब हमर फ्लोरीन क्लोरीन ब्रोमीन जोटा को हालोजेन मान जोटा को कि सब हालोजेन मध्ये कुआ जाए हैला। तापर ग्रुप 18 रे रखले निष्क्रिय गैस सारे एगुडा किस जाने आल्काली धातु माने कि जोउटा होची जଳରେ द्रवणीय बुझिला। तापर होची हालोजन माने कि फ्लोरीन क्लोरीन ब्रोमीन आ निष्क्रिय गैस माने जो मानकर बाहर घर पैक थाए बुझिला। तापर होची मन रखो ताकर से टेबुल टारे परमाणु व्यासार्ध बुझिला। टेबुल टारे परमाणु व्यासार्ध टेबुल टा देखि देबा चलो। एई जे टेबुल टा बनेइछन के हमर हेनरी मसली एठी होची बाँ पटे का को रखिछन धातु डाहाण पटे क्या रखिछन अधातु मझिरे होची सब मिश्र धातु बुझला। तेबे होची मन रखबो परम केमती सजेइछन देखो केमती पढ़बो एटा को देखो हैला। मन रखबा निहाती दरकार नुह हैला मन रखबा निहाती दरकार नुह जो माने मन रखते चेष्टा करछो बुझला जो माने मन रखबा पई चेष्टा करछो हैला। एइटा न मन रखले भी चलबो हैला मिश्र धातु विषय न मन रखले भी चलबो। एइटा मन रखो एइटा मन रखो धातु मान को आ अधातु मान को मन रखो बुझला। केमती मन रखबो एमती लिखि दबो এইচরা হচ্ছে হালি হেলা হালি নাকে হালি না কে রবি শাস্ত্রী ହେଲା। ତ ଦେଖଉଛି ରୁହ ଆମର ବହିର ଅନୁସାରେ ଦେଖୁଛି ଏଠି ଟିକେ ରଙ୍ଗ ଅଛି ବହିରେ ଦେଖ हा ली ना के रवि शास्त्री फेरार ହେଲା। बाप बेटा मागे कार स्कुटर बाप राजी ଏମିତି ମନେ ରଖିବ ବୁଝା। ଏଇଥିରେ ହଉଛି हा ली ना के रवि शास्त्री फेरार बेटा मागे कार स्कुटर बाप ରାଜି ବୁଝାଲା ଏମିତି ମନେ ରଖିବ। ବୋଲ ଆଇଲା ଗଲା ଇଣ୍ଡିଆ ଧରିଲା ହେଲା ସେମିତି ହଉଛି କିସ ଏପଟେ ହଉଛି ହେଲା ଏମିତି ମନେ ରଖିବ ବୁଝିଲା। ତ ନିହାତି ମନେ ରଖିବା ଦରକାର ନୁହଁ ହେଲା ଯୋଉମାନଙ୍କର ମନେ ରହୁଛି ତ ଭଲ କଥା ହେଲା। ସେମିତି ଟ୍ରିକ୍ ମାନେ ଟିପ୍ସ ଆଣ୍ଡ ଟ୍ରିକ୍ସ ଅଛି ହେଲା ଯୋଉ ଦ୍ଵାରା କି ତୁମେ ମନେ ରଖିପାରିବ ବୁଝିଲା କିନ୍ତୁ ନିହାତି ମନେ ରଖିବା ଦରକାର ନୁହଁ ବୁଝିଲା। ପରମାଣୁ ବ୍ୟାସାର୍ଧ ହଉଛି ଉପରୁ ତଳକୁ ବଢେ। ଟେବୁଲ ଟା ଦେଖ ଏଇ ଟେବୁଲ ଟା ଦେଖ ଏଇ ଟେବୁଲ ଟା ଦେଖ ଉପରୁ ତଳକୁ ପରମାଣୁ ବ୍ୟାସାର୍ଧ ହଉଛି କି ସବୁ ବଢବ ଉପରୁ ତଳକୁ ହଉଛି ପରମାଣୁ ବ୍ୟାସାର୍ଧ ବଢବ। ଏଇ ଉପରୁ ତଳକୁ ହଉଛି ପରମାଣୁ ବ୍ୟାସାର୍ଧ ବଢବ। ତାପରେ ଏଇଠି ବି ପରମାଣୁ ବ୍ୟାସାର୍ଧ ବଢୁଛି ପରମାଣୁ ବ୍ୟାସାର୍ଧ ବଢୁଛି ଆଉ ଲେଫ୍ଟ ରୁ ରାଇଟ ହଉଛି ପରମାଣୁ ବ୍ୟାସାର୍ଧ କମିବ ହେଲା ମାନେ ହଉଛି ସାଇଜ ଟା ତାଙ୍କର କମି କମି ଯିବ ହେଲା। ମାନେ ଉପରୁ ତଳକୁ ଯଦି ଯିବ ଉପରୁ ତଳକୁ ଯଦି ଯିବ ପରମାଣୁ ବ୍ୟାସାର୍ଧ ବଢିବ ଆଉ ଲେଫ୍ଟ ରୁ ରାଇଟ କୁ ଯଦି ଯିବ କି ପରମାଣୁ ବ୍ୟାସାର୍ଧ କମିବ। ତା ସହ ହଉଛି ଉପରୁ ତଳକୁ ଧାତବ ଗୁଣ ବଢେ ହେଲା। ତ ବେଶୀ ଧାତୁ କିଏ ମାନେ ଅଧିକ ଧାତବ ଗୁଣ କାହାର ଅଛି ଆରବି ଆଉ ଏନ କାହାର ଅଛି ଆରବି ର କାରଣ ଉପରୁ ତଳକୁ ଧାତବ ଗୁଣ ବଢେ ଆଉ ଲେଫ୍ଟ ରୁ ରାଇଟ ହଉଛି କିସ ଧାତବ ଗୁଣ କମିଯାଏ ବୁଝିପାରିଲ। ସେମିତି ଅଧାତବ ଗୁଣ ହଉଛି ଉପରୁ ତଳକୁ ହଉଛି କିସ ବଢେ ସରି କମେ ଆଉ ହଉଛି ଲେଫ୍ଟ ରୁ ରାଇଟ କୁ ବଢେ ବୁଝିପାରିଲ ହେଲା। ତାପରେ ମନେ ରଖିବ ଏଇଠି ହଉଛି ଏଇଠି ପ୍ରଥମ ଗ୍ରୁପ ର ଧରାଯାଉ ଏଇଠି ପ୍ରଥମ ଗ୍ରୁପ ଏଇ ପ୍ରଥମ ଗ୍ରୁପ ରେ ସମସ୍ତଙ୍କର ଯୋଗ୍ୟତା ସମାନ ହେଲା ସମସ୍ତଙ୍କର ଯୋଗ୍ୟତା କେତେ 1 ବୁଝିହେଲା। ଏଇ ସେକେଣ୍ଡ ଗ୍ରୁପ ର ସମସ୍ତଙ୍କର ଯୋଗ୍ୟତା ସମାନ କେତେ 2
ସେମିତି ସମସ୍ତଙ୍କର ଗୋଟେ ଗ୍ରୁପ ରେ ଥିବା ସବୁ ମୌଳିକର ଯୋଜ୍ୟତା ସମାନ। ବୁଝିପାରିଲ? ସୁବିଧା ହେଲା ନା ନାଇଁ? ସୁବିଧା ହେଲା। ହେଲା। ଯଦି ଏମିତି କହିଥାନ୍ତି ଲିଥିୟମ ର ଯୋଜ୍ୟତା ବାହାର କର, ତୁମେ ଜାଣି ପକେଇଲେ ଯେ ଲିଥିୟମ ହଉଛି କି ସବୁ ପ୍ରଥମ ଗ୍ରୁପ ରେ ଅଛି, ଆମର ସୋଡିୟମ ବି ପ୍ରଥମ ଗ୍ରୁପ ରେ ଅଛି, ତେବେ ସେମାନଙ୍କର ଯୋଜ୍ୟତା କେତେ? 1। ବୁଝି ହେଲା? ମନେ ରଖିପାରିଲ? ହେଲା। ତ ଏଇଟା ଥିଲା ହଉଛି ଆମର ସହଜ ଉପାୟ। ବୁଝିଲା? ଯାହା ଦ୍ଵାରା ହଉଛି এই ବିଷୟଟା ସହଜ ହେଇଯାଇଛି। ହେଲା। ଏଇ ସାଇଣ୍ଟିଷ୍ଟ ମାନେ ବାହାର କରିଥିଲେ ବୋଲି, ଏମିତି ବାହାର କରିଥିଲେ ବୋଲି ଏଇ ବିଷୟଟା ସହଜ ଲାଗୁଛି। ବୁଝିହେଲା? ଆଉ ନହେଲେ ହଉଛି ମୁଣ୍ଡ ଉପରେ ଉପରେ ପାରେଇଥାନ୍ତା। ବୁଝିପାରିଲ? ଏଇଟା ଥିଲା ହଉଛି ଆମର ବିଷୟ। ହେଲା। ଛୋଟିଆ ବିଷୟ କହିଥିଲି ନା, ଛୋଟିଆ ବିଷୟ ସାଙ୍ଗେ ସାଙ୍ଗେ ସରିଯିବ। ହେଲା। ଦେଖ ସରି ବି ଗଲା। ବୁଝିପାରିଲ? ତ ଯଦି ପରୀକ୍ଷାରେ ପଡିଲା ଲେଖିପାରବ ନା? ଭେରି ଗୁଡ, ଲେଖିପାର। ବୁଝିପାରିଲ? ତ ଏଇଠି ଟିକେ ପଢିଦେବା। ଅତି ପୁରାତନ କାଳରେ ମୌଳିକ ଗୁଡିକର ସଜ୍ଜା ଦୁଇଟି ଭାଗରେ ବିଭକ୍ତ ଥିଲା। କିସ? ଧାତୁ ଓ ଧାତୁ ମିଶ୍ର ଧାତୁଟା ପରେ ବାହାରିଛି। ହେଲା। ଡୁବେରିନ ମୌଳିକ ଗୁଡିକର ଟ୍ରାଏଡ ଶ୍ରେଣୀକରଣ ବ୍ୟବସ୍ଥା ପରିକଳ୍ପନା କରିଥିଲେ ପ୍ରଥମ। ହେଲା। ନ୍ୟୁଲାଣ୍ଡ ଅଷ୍ଟକ ନିୟମ ଭିତ୍ତିରେ ମୌଳିକ ମାନଙ୍କୁ ସଜେଇଥିଲେ। ତାପରେ କିସ? ଆମର ହଉଛି ମୌଳିକ ଗୁଡିକର ପର୍ଯ୍ୟାୟ ଶ୍ରେଣୀକରଣର ବିଭାଗରେ ମେଣ୍ଡେଲିଫ ହଉଛି ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମେଣ୍ଡେଲିଫ କି ପାଇଁ ଗୁରୁତ୍ୱପୂର୍ଣ୍ଣ? ମେଣ୍ଡେଲିଫ ପ୍ରଥମ କହିଦେଲେ ହଉଛି କିସ? ଆମର ହଉଛି ଆ, ଏମିତି ସଜାଯିବ। ହେଲା। ଯାହା ଫଳରେ ହଉଛି ହେନରୀ ମସଲି ବହୁତ ହେଲ୍ପଫୁଲ ହେଇଥିଲା। ହେଲା। ତେବେ ହଉଛି ମେଣ୍ଡେଲିଫ ପର୍ଯ୍ୟାୟ ନିୟମଟି ହେଲା କିସ? ମୌଳିକ ମାନଙ୍କର ଗୁଣ ସେମାନଙ୍କର ପାରମାଣବିକ ବସ୍ତୁତ୍ୱର ପର୍ଯ୍ୟାୟ। ମେଣ୍ଡେଲିଫ ଗୋଟେ ନିୟମ ଦେଇଥିଲେ ଯେ ମୌଳିକ ମାନଙ୍କର ଗୁଣଟା ହଉଛି ସେମାନଙ୍କର ପାରମାଣବିକ ବସ୍ତୁତ୍ୱର ପର୍ଯ୍ୟାୟପଣ। ମନେ ରଖିବ ମେଣ୍ଡେଲଙ୍କ ନିୟମ କିସ? ହେଲା। କିନ୍ତୁ ହଉଛି ମେଣ୍ଡେଲଙ୍କ ନିୟମଟା ଭୁଲ ଥିଲା। ଆଧୁନିକ ନିୟମଟା କିସ ବାହାରିଲା? ଆଧୁନିକ ନିୟମ ବାହାରିଲା ହଉଛି ମୌଳିକ ମାନଙ୍କର ଗୁଣ ସେମାନଙ୍କ ପରମାଣୁ କ୍ରମାଙ୍କର ପର୍ଯ୍ୟାୟକ୍ରମ। ବୁଝିପାରିଲ? ସେମାନଙ୍କ ପରମାଣୁ କ୍ରମାଙ୍କର ପର୍ଯ୍ୟାୟକ୍ରମ। ତ କେଟି ଗ୍ରୁପ ଆଉ କେଟି ଆମର ଧାଡି ଅଛି? 18ଟି ଗ୍ରୁପ ଆଉ 7ଟି ପର୍ଯ୍ୟାୟ ରହିଛି। ବୁଝିହେଲା? ମନେ ରହିପାରିବ? ଭେରି ଗୁଡ, ମନେ ରହିଗଲା। ବୁଝିପାରିଲ? ଏଇଟା ଥିଲା ହଉଛି ବିଷୟ। ହେଲା। ତ ବିଷୟଟିକୁ ଏଡ୍ କରିବା ପୂର୍ବରୁ କହିଦଉଛି ଯୋଉମାନେ ହଉଛି କିସ ଭିଡିଓ ଦେଖିଲ ସୁଇ ସୁଇ ନୋଟଟାକୁ ଲେଖିନ, ଦୟାକରି ଲେଖିଦିଅ। ଡେସ୍କ୍ରିପସନ ରେ ଥିବ ହଉଛି କିସ ଆମର ପିଡିଏଫ ର ଲିଙ୍କ, ସେଇଠୁ ଦେଖି ଦେଖି ଲେଖିଦିଅ। ଆଉ ଯୋଉମାନେ ହଉଛି ଭିଡିଓ ଦେଖି ଦେଖି ଲେଖୁଥିଲ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ହେଲା। ଆଉ ଯୋଉମାନେ ବୁଝିପାରିନ କମେଣ୍ଟ କରିବ, ଆଉ ଥରେ ବୁଝେଇବି। ହେଲା। କିଛି ଟେନସନ ନାହିଁ, ଆଉ ଥରେ ବୁଝେଇବି। ହେଲା। ତ ଦେଖା ହବା ନୂଆ ଭିଡିଓରେ। ଟିଲ୍ ଦେନ୍